Praise the Lord. Praise the Lord. ସମସ୍ତଙ୍କୁ ନମସ୍କାର। ଆମମାନଙ୍କର ଉଚ୍ଚତମ ସତ୍ୟ ଜୀବନ୍ତ ପରମେଶ୍ୱର ମହିମାନ୍ୱିତ ହୁଅନ୍ତୁ। ତାଙ୍କର ଅନୁଗ୍ରହରୁ ଯେ ଆମେ ଏହି ସୁନ୍ଦର ସମୟ ଆଉ ସୁଯୋଗ ପାଇଛୁ, ସେଥିପାଇଁ ତାଙ୍କର ଚରଣ ତଳେ ଏତେବେଳେ ବିଶେଷ ଭାବରେ ଆମେ ବିନମ୍ର ଭାବରେ ଉପସ୍ଥିତ ପ୍ରତ୍ୟେକ ତାଙ୍କ ନିକଟରେ ଆମେ ନିଜ ନିଜକୁ ସମର୍ପିତ କରିଅଛୁ। ଆଉ ପ୍ରଭୁ ଆମ ସମସ୍ତଙ୍କର ସହିତରେ ଅଛନ୍ତି, ତାଙ୍କର ଉପସ୍ଥିତି ମଧ୍ୟରେ ଅଛୁ। ଆଉ ସେଥିପାଇଁ ପ୍ରଭୁଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦିଏ। ଆଉ ଯେଉଁ ଭାଇ ସେ ଅତି ସୁନ୍ଦର ଭାବରେ ଆମମାନଙ୍କୁ ଆରାଧନାରେ ଆଗେଇ ନେଇ ଅଛନ୍ତି, ସେ ପବିତ୍ର ଆତ୍ମାଙ୍କର ଉପସ୍ଥିତି ମଧ୍ୟକୁ ଆସିବା ପାଇଁ ସେ ଆମମାନଙ୍କୁ ସାହାଯ୍ୟ କରିଅଛନ୍ତି। ପ୍ରଭୁ ନିଶ୍ଚିତ ଭାବରେ ତାଙ୍କୁ ଆଶୀର୍ବାଦ କରିବେ, କରୁଅଛନ୍ତି ଏବଂ ତାଙ୍କର ସାନ୍ନିଧ୍ୟରେ ତାଙ୍କୁ ବ୍ୟବହାର କରୁଅଛନ୍ତି। ଆଉ ପ୍ରଭୁ ବିଶେଷ ଭାବରେ ଏଇ ଯୋଉ ଭାଇ ଆମର ବିଶପ ଜିତେନ୍ଦ୍ର ଛତ୍ରିୟାଙ୍କୁ ବିଶେଷ ଭାବରେ ଆଶୀର୍ବାଦ କରିଅଛନ୍ତି, ତାଙ୍କର ଅନୁଗ୍ରହର ଛାୟା ତଳେ ଧରି ରଖିଅଛନ୍ତି। ଆମମାନଙ୍କୁ ଏଇ ଅନଲାଇନ ମାଧ୍ୟମରେ ସଂଯୋଜିତ କରି ରଖିବା ପାଇଁ, ପବିତ୍ର ବାକ୍ୟ ମାଧ୍ୟମରେ ଦିନ ପ୍ରତିଦିନ ବଢିବା ପାଇଁ, ପୁଣି ପ୍ରଭୁଙ୍କ ରାଜ୍ୟ ପାଇଁ ଆମକୁ ବ୍ୟବହାର ହେବା ପାଇଁ ସାହାଯ୍ୟ କରି ଆସୁଅଛନ୍ତି। ସେଥିପାଇଁ ତାଙ୍କ ନିକଟରେ ବିଶେଷ ଭାବରେ ମୁଁ ଧନ୍ୟବାଦ ଅଟେ। ପୁଣି ଆଜିର ଏଇ ସୁନ୍ଦର ସୁଯୋଗ ପାଇଁ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଭାଇଙ୍କୁ ମଧ୍ୟ ବିଶେଷ ଭାବରେ ଧନ୍ୟବାଦ ଦିଏ। ସେ ପ୍ରଭୁଙ୍କର ସେବକ, ପ୍ରଭୁଙ୍କର ଦାସ, ଆଉ ପ୍ରଭୁ ତାଙ୍କୁ ଏଇ ସୁନ୍ଦର ହୃଦୟଟିଏ ଦେଇଅଛନ୍ତି ତାଙ୍କ ପାଇଁ ବ୍ୟବହାର ହେବା ପାଇଁ, ପୁଣି ଅନ୍ୟମାନଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ। ଆଉ ସେ ଯେ ପ୍ରକାର ଭାବରେ ଆଜି କାର୍ଯ୍ୟରତ ଅଛନ୍ତି, ଆଉ ପ୍ରଭୁ ତାଙ୍କୁ ସେଥିପାଇଁ ବହୁଳ ଭାବରେ ଆଶୀର୍ବାଦ କରିଅଛନ୍ତି, ଆଉ ଆଗକୁ ମଧ୍ୟ ବହୁଳ ଭାବରେ ଆଶୀର୍ବାଦ କରିବେ। ଆଜି ଆମେ ଯେଉଁମାନେ ସମସ୍ତେ ଯୋଡି ହେଇଛୁ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୁଁ ବିଶେଷ ଭାବରେ ଧନ୍ୟବାଦର ସହିତ ଆଉ ଏଇ ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର ଉପସ୍ଥିତି ଦେଇ ଆଗେଇ ନିଅନ୍ତୁ ବୋଲି ସମସ୍ତଙ୍କ ପାଇଁ ନିବେଦନ ପ୍ରାର୍ଥନା କରୁଅଛି। ଯେଉଁ ଭାଇ ବିଶେଷ ଭାବରେ ମତେ ପ୍ରଭୁଙ୍କ ଚରଣ ତଳେ ସମର୍ପିତ କଲେ, ସେ ପବିତ୍ର ଆତ୍ମାଙ୍କର ଅଭିଷେକ ଦ୍ଵାରା ଅଭିଷିକ୍ତ କରି ପ୍ରାର୍ଥନା କରିଅଛନ୍ତି, ତାଙ୍କ ପାଇଁ ମଧ୍ୟ ମୁଁ ବିଶେଷ ଭାବରେ ଧନ୍ୟବାଦ ଦିଏ। ପ୍ରଭୁ ଆମ ସମସ୍ତଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ, ତାଙ୍କର ଉପସ୍ଥିତି ଦିଅନ୍ତୁ। ବିଶେଷ ଭାବରେ ମୁଁ ଯେ ନିତାନ୍ତ ଦୁର୍ବଳ ଆଉ ଅଯୋଗ୍ୟ, ତଥାପି ପ୍ରଭୁ ମତେ ପ୍ରେମ କଲେ, ତାଙ୍କର ଯୋଗ୍ୟ କରିଅଛନ୍ତି। ସେଥିପାଇଁ ତାଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦେଉଅଛି। ପୁଣି ଜିହ୍ୱାକୁ ମୋର ସେ ସ୍ପର୍ଶ କରି ମତେ ଏତେବେଳେ ତାଙ୍କର ବାକ୍ୟକୁ ଭାଙ୍ଗିବା ପାଇଁ ସାହାଯ୍ୟ କରନ୍ତୁ ବୋଲି ତାଙ୍କ ନିକଟରେ ସମର୍ପିତ ହୋଇ ନିବେଦନ ପ୍ରାର୍ଥନା କରୁଅଛି। ପ୍ରଭୁ ନିଶ୍ଚିତ ଭାବରେ ଆମ ପ୍ରତ୍ୟେକଙ୍କର ପ୍ରାର୍ଥନା ସେ ଶ୍ରବଣ କରୁଅଛନ୍ତି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଇ ତାଙ୍କର ଚରଣ ତଳେ ସମର୍ପିତ ହଉ ହଉ ଆଜିର ଏଇ ବାକ୍ୟ ମାଧ୍ୟମକୁ ଆଜି ମଧ୍ୟରେ ଆମେ ଗତି କରୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏତେବେଳେ ଆମେ ଆଜିର ଚିନ୍ତା ପାଇଁ ଅଧ୍ୟୟନ କରିବା ଗୀତ ସଂହିତା 139 ପର୍ବ, ତାର 14ରୁ 16 ପଦ। ଆଉ ଯେଉଁ ଭାଇ ବା ଭଉଣୀ ଆଜି ବାକ୍ୟ ପଠନ କରିବା ପାଇଁ ମନୋନୀତ ହେଇଅଛନ୍ତି, ତାଙ୍କୁ ମୁଁ ଅନୁରୋଧ କରୁଅଛି ସେଇ ଅଂଶକୁ ସେ ଅଧ୍ୟୟନ କରୁଥିବେ ଏବଂ ଦ୍ୱିତୀୟ ଅଂଶ ଏଫେସୀୟ 1 ପର୍ବ 4 ପଦ। ଆଉ ସେଇ ଦୁଇଟି ଅଂଶ ଅଧ୍ୟୟନ କରି ଆମମାନଙ୍କୁ ଆଜିର ଏଇ ବାକ୍ୟ ମଧ୍ୟରେ ଗତି କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କରୁଥିବେ। ଗୀତ ସଂହିତା 139 ପର୍ବ 14ରୁ 16 ପଦ ଏବଂ ଏଫେସୀୟ 1 ପର୍ବ 4 ପଦ। ପଢିବା ପାଇଁ ପ୍ରସ୍ତୁତ ଅଛନ୍ତି କି? ନହେଲେ ମୁଁ ନିଜେ ପଢିବି। ନାଇଁ ମ୍ୟାମ୍ ଅଛି। ହଁ, ଧନ୍ୟବାଦ। ମ୍ୟାମ୍ 139 ର କେତେ ପଦ କହିଲେ କି? 14ରୁ 16 ପଦ। ଆଜ୍ଞା, ମୁଁ ତୁମମାନଙ୍କୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ତୁମ୍ଭର ସକଳ କର୍ମ ଆଶ୍ଚର୍ଯ୍ୟ, ଏହା ମୋ ପ୍ରାଣ ଭଲ ରୂପେ ଜାଣେ। ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ମୋର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନଥିଲା। ତୁମ୍ଭ ଚକ୍ଷୁ ମୋର ସେଇ ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା ଓ ମୋର ସେଇ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା। ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା। ତାପରେ ଆମେ ଅଧ୍ୟୟନ କରିବା ଏଫେସୀୟ 1 ପର୍ବ ତାର 4 ପଦ ମାତ୍ର। ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କଠାରେ
ଆମ୍ଭମାନଙ୍କୁ ମନୋନୀତ କଲେ। ପ୍ରଭୁ ଏଇ ପଠିତ ବାକ୍ୟର ମର୍ମ ବୁଝିବା ପାଇଁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆମିନ୍। ଧନ୍ୟବାଦ ଝିଅ। ଆଉ ପ୍ରଭୁ ତୁମକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆମେ ଏଇ ଅଂଶ ଆମର ଯଦିଓ ପରିଚିତ ଅଂଶ, ତଥାପି ଆଜି ପ୍ରଭୁ ସେଇ ଅଂଶ ମାଧ୍ୟମରେ ଆମମାନଙ୍କୁ କିଛି କଥା କହିବା ପାଇଁ ସେ ଚାହାନ୍ତି। ଆଉ ସେ ବାକ୍ୟ ମଧ୍ୟକୁ ଆଜି ଯେତେବେଳେ ଆମମାନେ ପ୍ରତ୍ୟେକ ସମର୍ପିତ ହୃଦୟରେ ଆମେ ଯାଉଥିବା, ଆଉ ଏଠି ଯେତେବେଳେ ଆମେ ଏଇ ଅଂଶକୁ ଦେଖୁ, ଏଇ ଅଂଶରେ ଏକ ବିଶେଷ ବିଷୟ ରହିଅଛି। ଆଉ ସେଇ ବିଷୟ ହଉଛି ଆମର ବଞ୍ଚିବାର ଉଦ୍ଦେଶ୍ୟ କଣ। ପ୍ରଭୁ ଆମମାନଙ୍କୁ ସୃଷ୍ଟି କରିଛନ୍ତି, ସ୍ୱତନ୍ତ୍ର ଭାବରେ ସୃଷ୍ଟି କରିଅଛନ୍ତି। ନିଶ୍ଚିତ ଭାବରେ ବାକ୍ୟକୁ ଯେତେବେଳେ ଅଧ୍ୟୟନ କରୁ ଆମେ ନିଶ୍ଚିତ ଭାବରେ ପ୍ରଭୁଙ୍କ ନିକଟରେ ସେଥିପାଇଁ ଆପଣାର ହୃଦୟର କୃତଜ୍ଞତା ସବୁବେଳେ ସମର୍ପିତ କରିବାର ଆବଶ୍ୟକତା ରହିଅଛି। ଆଉ ଏଠି ଆମେ ଦେଖୁଛୁ ଯେ ଯେତେବେଳେ ଗୀତ ରଚକ ଏହା ଲେଖୁଅଛନ୍ତି, ତାଙ୍କର ହୃଦୟକୁ ଖୋଲି ଦେଇ ସେ ଲେଖୁଅଛନ୍ତି, ମୁଁ ତୁମକୁ ଧନ୍ୟବାଦ ଦେବି, ମୁଁ ତୁମକୁ ଧନ୍ୟବାଦ ଦେବି ପ୍ରଭୁ, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ଭାବରେ ମୁଁ କଣ ହେଇଛି ନା ନିର୍ମିତ ହୋଇଛି। ଆଉ ତୁମର କର୍ମ ସକଳ ଆଶ୍ଚର୍ଯ୍ୟ ହେ ପ୍ରଭୁ, ତୁମର କର୍ମ ସକଳ ନିତାନ୍ତ ଆଶ୍ଚର୍ଯ୍ୟ, ଏହା ମୋ ପ୍ରାଣ ଉତ୍ତମ ରୂପେ ଜାଣେ। ମୋର ପ୍ରିୟ ମାନେ, ଆଜି ଆମେ ପ୍ରତ୍ୟେକ ଏହା ନିଶ୍ଚିତ ଭାବରେ ଅନୁଭବ କରିବାର ଆବଶ୍ୟକତା ରହିଅଛି। କେବଳ ଯେ ଆଉ ସେଦିନ ଗୀତ ରଚକ ଏହା ଅନୁଭବ କରିଥିଲେ ତା ନୁହେଁ। ଆଜି ଯେଉଁମାନେ ଆମେ ସମସ୍ତେ ସେ ପବିତ୍ର ଆତ୍ମାଙ୍କର ଚରଣ ତଳେ ନିଜ ନିଜକୁ ସମର୍ପିତ କରିଅଛୁ, ସେଇ ଆମର ସେଇ ଆଶ୍ଚର୍ଯ୍ୟ ସୃଷ୍ଟିକୁ ଆମେ ଅନୁଭବ କରୁଅଛୁ। ପ୍ରଭୁ ଆମମାନଙ୍କୁ କିଏ ଆଶ୍ଚର୍ଯ୍ୟ ଆଉ ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି, ଆଉ ଆମେ ସେଇ ଆଶ୍ଚର୍ଯ୍ୟ ଭାବରେ ନିର୍ମିତ ହେଇଅଛୁ। ଆଉ ମୋର ସେଇ ସଦାପ୍ରଭୁ ପରମେଶ୍ୱର ଉଚ୍ଚତମ ସ୍ୱର୍ଗସ୍ଥ ପିତା, ଆଉ ତାଙ୍କର କର୍ମ ସକଳ ଆଶ୍ଚର୍ଯ୍ୟ, ଆଉ ସେ ଆମମାନଙ୍କୁ ଅତି ଆଶ୍ଚର୍ଯ୍ୟ ଭାବରେ ସେ ସୃଷ୍ଟି କରିଅଛନ୍ତି। ସେଥିପାଇଁ ପ୍ରଥମରେ ଆମେ ତାଙ୍କୁ ଧନ୍ୟବାଦ ଦେବା। ପୁଣି ମନୁଷ୍ୟର ସୃଷ୍ଟି ଯେ ଅତି ଆଶ୍ଚର୍ଯ୍ୟ, ଆମମାନଙ୍କୁ ସେ ଗୋପନରେ ନିର୍ମିତ କଲେ। ଆଉ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ଆମର ଅସ୍ଥି ପଞ୍ଜର ସୁଦ୍ଧା ତାଙ୍କ ଠାରୁ ଗୁପ୍ତ ନଥିଲା। ମୋର ପ୍ରିୟ ମାନେ, ଯଦି ଆମେ ସୃଷ୍ଟି ହେବା ସମୟରେ ଆମର ଅସ୍ଥି ପଞ୍ଜର ତାଙ୍କ ଠାରୁ ଗୁପ୍ତ ନଥିଲା, ତେବେ ଆଜି ଆମର ଜୀବନ ମଧ୍ୟ ତାଙ୍କ ନିକଟରୁ ଆଦୌ ଗୁପ୍ତ ନୁହେଁ। ମୋର ପ୍ରିୟ ମାନେ, ଆମେ ତାଙ୍କ ନିକଟରେ ଏକ ଖୋଲା ଚିଠି, ଆଉ ଆମେ ଗୋଟେ ଖୋଲା ପୁସ୍ତକ। ଆମର ପ୍ରତ୍ୟେକଟି କାର୍ଯ୍ୟ, ଆମର ପ୍ରତ୍ୟେକଟି ଚିନ୍ତା, ଆମର ପ୍ରତ୍ୟେକଟି ବିଷୟ ତାଙ୍କ ନିକଟରେ ଉନ୍ମୁକ୍ତ ଅଟେ। ମୋର ପ୍ରିୟ ମାନେ, ଏହା ଆମେ ସମସ୍ତେ ଜାଣିଅଛୁ। ଆଉ ତାଙ୍କର ଚକ୍ଷୁ ଆମର ସେଇ ଅସମ୍ପୂର୍ଣ୍ଣ ପିଣ୍ଡକୁ ଦେଖିଲା। ଆଜି ମଧ୍ୟ ଆଜି ସମ୍ପୂର୍ଣ୍ଣ ହେଇଛୁ କି ନାଇଁ ପିତା, ତାହା ତୁମେ ଜାଣିଅଛ। ସ୍ୱର୍ଗସ୍ଥ ପିତା ପରମେଶ୍ୱର, ତୁମର ପବିତ୍ର ନାମକୁ ଧନ୍ୟବାଦ ଦଉଛୁ। ତୁମେ ଆମମାନଙ୍କୁ ନିରୀକ୍ଷଣ କରୁଅଛ, ତୁମର ଚକ୍ଷୁ ସର୍ବତ୍ର ବୁଲୁଅଛି ପିତା, ଆଉ ତୁମେ ଆମମାନଙ୍କୁ ଦେଖିଅଛ। ଆଉ ଯେତେବେଳେ ଆଉ ସେ କଣ କରନ୍ତି ନା, ଆମର ତନ୍ମଧ୍ୟରୁ ଗୋଟିଏ ହେଲେ ନ ହଣୁ ତାହା ସବୁ ତୁମ୍ଭ ପୁସ୍ତକରେ ଲିଖିତ ହେଲା। ଆମର ସୃଷ୍ଟି ସେଇ ଭୟଙ୍କର ଆଶ୍ଚର୍ଯ୍ୟ ସୃଷ୍ଟି। ଆଉ ଯେତେବେଳେ ଆମର ଶରୀର ଅସ୍ଥି ପଞ୍ଜର ଯେତେବେଳେ ନିର୍ମିତ ହଉଥିଲା ଗୋଟି ଗୋଟି କରି, ଆଉ ତାହା ତାଙ୍କର ସେଇ ପୁସ୍ତକରେ ଲିଖିତ ହଉଥିଲା। ଆଜି ଆମର ଜୀବନ ମଧ୍ୟ ପ୍ରଭୁଙ୍କର ସେଇ ପୁସ୍ତକରେ ଲିଖିତ ହେଉଅଛି। ସେଥିପାଇଁ ଆମମାନେ ସମସ୍ତେ ଏଥିପାଇଁ ସଚେତନ ହବା, ଆମ ସୃଷ୍ଟିର ଉଦ୍ଦେଶ୍ୟ କଣ, ପ୍ରଭୁ ଆମମାନଙ୍କୁ କାହିଁକି ଏଇ ଜଗତକୁ ଆଣିଅଛନ୍ତି, ଆଉ ସେ କଣ କରୁଛନ୍ତି। ଆମମାନଙ୍କୁ କେବଳ ଜଗତକୁ ଆଣିଛନ୍ତି ନୁହେଁ ମୋର ପ୍ରିୟ ମାନେ, ସେ ଆମମାନଙ୍କ ପାଇଁ ସଦା ସର୍ବଦା ସେ ମନୋଯୋଗୀ ହେଇ ରହିଅଛନ୍ତି। ଯେତେବେଳେ ଆମେ ଦେଖୁ, ଯେତେବେଳେ ଆମେ ଯେଉଁ ଜାଗତିକ ଭାବରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହରେ ଯେଉଁ ସନ୍ତାନ ସନ୍ତତି ମାନଙ୍କୁ ଦେଇଥାନ୍ତି, ଆମେ ସେମାନଙ୍କୁ ଜନ୍ମଦାତ୍ରୀ ଭାବରେ ପ୍ରଭୁ ଆମମାନଙ୍କ ହସ୍ତରେ ସେମାନଙ୍କୁ ଯେତେବେଳେ ସମର୍ପିତ କରିଥାନ୍ତି, ଆଉ ଆମେ ସେତେବେଳେ କଣ ହଉ ନା, ସେମାନଙ୍କ ବିଷୟରେ ବିଶେଷ ଭାବରେ ମନୋଯୋଗୀ ହଉ। ଯେଉଁ ସ୍ୱର୍ଗସ୍ଥ ପିତା ପରମେଶ୍ୱର ଆମମାନଙ୍କୁ ସୃଷ୍ଟି କରିଛନ୍ତି, ସେ ଆମମାନଙ୍କ ପାଇଁ କେତେ ମନୋଯୋଗୀ ନ ହୋଇଥିବେ। ସେ ଆମମାନଙ୍କ ପାଇଁ ନିତାନ୍ତ ଭାବରେ ମନୋଯୋଗୀ ଅଛନ୍ତି। କେବଳ ଆମକୁ ନିର୍ମାଣ କରିଦେଲେ, ଆମକୁ ଛାଡିଦେଲେ ତା ନୁହେଁ ମୋର ପ୍ରିୟ ମାନେ, ସେ ଆମମାନଙ୍କ ପାଇଁ ମନୋଯୋଗୀ ଅଟନ୍ତି। ସେ ସଦା ସର୍ବଦା ଆମମାନଙ୍କ ପାଇଁ ସେ ମନୋଯୋଗୀ ଅଟନ୍ତି, ଆମମାନଙ୍କ ପାଇଁ ସେ ପ୍ରାର୍ଥନାର ଅଟନ୍ତି। ଆଉ ଆମମାନଙ୍କୁ ସେ କାହିଁକି ସୃଷ୍ଟି କରିଅଛନ୍ତି, ଯେତେବେଳେ 139 ପର୍ବ ତାର ଏଫେସୀୟ 1 ପର୍ବ 4 ପଦ ଆମେ ଯେତେବେଳେ ପାଠ କରୁଥିଲେ, ସେଇ ସ୍ଥାନରେ ଲେଖାଯାଏ, ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହଉ। ତାହାଙ୍କ ସାକ୍ଷାତରେ ଆମମାନେ ଯେପରି ପବିତ୍ର ଓ ଅନିନ୍ଦନୀୟ ହଉ ମୋର ପ୍ରିୟ ମାନେ। ଆଉ ଏହା ଏକ ବିଶେଷ କଠିନତର ବିଷୟ।
ପବିତ୍ର ଅନିନ୍ଦନୀୟ ହେଇ ତାଙ୍କ ନିକଟରେ ଆମମାନଙ୍କୁ ରହିବାକୁ ହବ। ଆଉ ଏଇ ବିଶେଷ ବିଷୟ ଆଜି ଆମମାନଙ୍କୁ କଣ କରୁ ନା ସ୍ପର୍ଶ କରୁ। ଆମେ ତାଙ୍କ ନିକଟରେ ପବିତ୍ର ଅନିନ୍ଦନୀୟ ହେଇପାରିଛୁ କି? ଆମେ ସଦାପ୍ରଭୁ ଆମମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି। ସେ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି ଏବଂ ଆଶୀର୍ବାଦ କରିବେ ଏବଂ କରୁଥିବେ। ମୋର ପ୍ରିୟ ମାନେ ସେ ଆମମାନଙ୍କ ସେ ଆମମାନଙ୍କୁ ଏହି ପ୍ରକାର ଭାବରେ କେବଳ ସୃଷ୍ଟି କରିଛନ୍ତି ତା ନୁହେଁ, ମାତ୍ର ସେ ଆମମାନଙ୍କ ପ୍ରତି ମନୋଯୋଗୀ ହେଇଛନ୍ତି, ପୁଣି ସେ ଆମମାନଙ୍କୁ ଆଶୀର୍ବାଦ କରିବେ ବୋଲି ଯେତେବେଳେ ଆମେ ସେଇ ଗୀତ ରଚକଙ୍କର ସେଇ ଗୀତ ଅଧ୍ୟୟନ କରୁ 115 ପର୍ବ ତାର 12 ପଦରେ ସେଇ ସ୍ଥାନରେ ସେ କଥା ଲେଖନ୍ତି। ଆମମାନଙ୍କ ବିଷୟରେ ସେ ନିତାନ୍ତ ମନୋଯୋଗୀ ଅଟନ୍ତି ଆଉ ସେଥିପାଇଁ ସେ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି ଆଉ କରିବେ। ମୋର ପ୍ରିୟ ମାନେ ଆମେ ଯେତେବେଳେ ଦେଖୁ ଆଉ ସେ ଆହୁରି ମଧ୍ୟ ଆମେ ବାକ୍ୟ ମାଧ୍ୟମରେ ଯେତେବେଳେ ଦେଖୁ ତାର ଗୀତ ସଂଗୀତା ତାର 115 ପର୍ବ 12ରୁ 13 ପଦ ଆଉ ସେଇ 12 ପଦରେ ସେ ଲେଖନ୍ତି ସେ ଆମମାନଙ୍କ ପ୍ରତି ମନୋଯୋଗୀ ଅଟନ୍ତି, ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ସେଦିନ ସେ ଇସ୍ରାଏଲ ବଂଶକୁ ସେ ହାରୁନର ବଂଶକୁ ସେ ଆଶୀର୍ବାଦ କରିଥିଲେ। ଆଜି ଆମେ ସେଇ ମନୋନୀତ ଇସ୍ରାଏଲ ବଂଶ, ପ୍ରଭୁଙ୍କ ଦ୍ଵାରା ମନୋନୀତ ଜାତି। ଆଉ ଆମମାନଙ୍କୁ ସେ ସେଇ ପ୍ରକାର ଭାବରେ ମନୋନୀତ କରିଅଛନ୍ତି। ମୋର ପ୍ରିୟ ମାନେ ଆମେ ଯଦି ମନୋନୀତ ବଂଶ ତାଙ୍କର ଦ୍ଵାରା ଆଉ ସେ ଆମମାନଙ୍କ ପ୍ରତି ମନୋଯୋଗୀ ଏବଂ ଆମମାନଙ୍କୁ ଆଶୀର୍ବାଦ କରିବା ପାଇଁ ସର୍ବଦା ସେ ସଚେତନ ଅଛନ୍ତି। ଆଉ ମାଥ୍ୟୁ 6 ପର୍ବ ତାର 25 ଆଉ 26 ପଦ ଆମେ ସମସ୍ତେ ପ୍ରାୟତଃ ଜାଣିଅଛୁ। ଆଉ ସେ ବାକ୍ୟ ମାଧ୍ୟମରେ ଆମମାନଙ୍କୁ ସେ କହୁଅଛନ୍ତି ଯେ ଆମମାନଙ୍କୁ ସେ କଣ କରିଛନ୍ତି, ଆମମାନଙ୍କ କଣ ଖାଇବା କଣ ପିନ୍ଧିବା ଏଥିପାଇଁ ଆଦୌ ଆମମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଏଇ ଯୋଉ ଶରୀର ସେ ଆମମାନଙ୍କୁ ଦେଇଅଛନ୍ତି ସେଇ ଶରୀର ନିମନ୍ତେ ସେ ଚିନ୍ତିତ। ତେଣୁ ଆମେ କଣ ଖାଇବା ବା ଆମେ କଣ ପିନ୍ଧିବା ତାହା ଆମମାନଙ୍କ ଶରୀର ନିମନ୍ତେ ସେ ଜାଣିଅଛନ୍ତି ଆଉ ଆମମାନଙ୍କୁ ତାହା ସେ ଯୋଗାଇବାକୁ ଆଜି ପ୍ରସ୍ତୁତ ହେଇଅଛନ୍ତି। ଆଉ ଯାହା ବି ଯାହା ସବୁ ପଶୁ ପକ୍ଷୀ ବୃକ୍ଷଲତା ପ୍ରକୃତି ଯାହାକୁ ସେ ନିର୍ମାଣ କରିଅଛନ୍ତି ତାଙ୍କର ଆଜ୍ଞା ମାତେ ସବୁ ସୃଷ୍ଟି ହେଇଛି। ସେ ସମସ୍ତଙ୍କ ପାଇଁ ସେ ଚିନ୍ତିତ ବୋଝଗ୍ରସ୍ତ। ଆଉ ଯୋଉ ଅତି ଆଦରରେ ଅତି ଯତ୍ନରେ ଯୋଉ ମନୁଷ୍ୟକୁ ସୃଷ୍ଟି କଲେ ତା ପାଇଁ ସେ କେତେ ଚିନ୍ତିତ ନଥିବେ ମୋର ପ୍ରିୟ ମାନେ। ତେଣୁ ଆମେ ଏଥିପାଇଁ ତାଙ୍କ ନିକଟରେ ସବୁବେଳେ ସମର୍ପିତ ହବା ଏବଂ ଆମେ ଚିନ୍ତା କରିବା ଆମର ପରିଚୟ କଣ। ଆମେ ତାକୁ ବିଶେଷ ଭାବରେ ବୁଝିବାର ଆବଶ୍ୟକତା ରହିଅଛି। ଆମର ପରିଚୟକୁ ବଜାୟ ରଖିବାର ଆବଶ୍ୟକତା ରହିଅଛି। ଆମର ପରିଚୟ ଯେପରି ଘୃଣିତ ନ ହୁଏ, ନିନ୍ଦିତ ନ ହୁଏ, ସେଥିପାଇଁ ଆମମାନେ ମନୋଯୋଗୀ ହେବାର ଆବଶ୍ୟକତା ରହିଛି। ଆଉ ଆମର ବଞ୍ଚିବାର ଉଦ୍ଦେଶ୍ୟକୁ ଆମେ ବିଶେଷ ଭାବରେ ଜ୍ଞାତ ହବାର ଆବଶ୍ୟକତା ରହିଛି। ଆଉ ଆମର ବଞ୍ଚିବାର 5ଟି ଉଦ୍ଦେଶ୍ୟ ଆମେ ଦେଖୁ। ସୃଷ୍ଟିର ପ୍ରାରମ୍ଭରେ ଯେତେବେଳେ ସେ ଆଦମ ଆଉ ହବାଙ୍କୁ ସେଇ ମନୁଷ୍ୟକୁ ସେ ସୃଷ୍ଟି କଲେ, ଆଉ ଯେତେବେଳେ ସେଇ ସମୟରେ ଆମେ ଦେଖୁଛୁ ଆଉ ମନୁଷ୍ୟକୁ ସେ ଆପଣାର ପ୍ରତିମୂର୍ତ୍ତିରେ ସେ ସୃଷ୍ଟି କଲେ। ଆପଣାର ପ୍ରତିମୂର୍ତ୍ତିରେ ସୃଷ୍ଟି କଲେ ମୋର ପ୍ରିୟ ମାନେ ଆମେ ତାଙ୍କର ପ୍ରତିମୂର୍ତ୍ତିରେ ସୃଷ୍ଟି ହେଇଅଛୁ। ଆଉ ସେ ଆମମାନଙ୍କୁ ତାଙ୍କ ପରି ପବିତ୍ର ଅନିନ୍ଦନୀୟ ହେବା ପାଇଁ ଆଜି ଅପେକ୍ଷା କରିଅଛନ୍ତି। ତାଙ୍କ ନିକଟରେ ସମର୍ପିତ ଜୀବନ କାଟିବା ପାଇଁ ସେ ଆମମାନଙ୍କୁ ଆଜି ଅପେକ୍ଷା କରିଅଛନ୍ତି। ଆମେ ସେଇ ପ୍ରକାର ତାଙ୍କ ସାକ୍ଷାତରେ ପବିତ୍ର ଅନିନ୍ଦନୀୟ ହବା ପାଇଁ ସେ ଯେ ଆମମାନଙ୍କୁ ଆପଣାର ପ୍ରତିମୂର୍ତ୍ତିରେ ସେ ସୃଷ୍ଟି କରିଅଛନ୍ତି ମୋର ପ୍ରିୟ ମାନେ। ଆଉ ଆମେ ଆଦି 1 ପର୍ବ 28 ପଦ ଆଉ ଯେତେବେଳେ ଦେଖୁ ଆଉ ସେ ଯେତେବେଳେ ସେମାନଙ୍କୁ ସୃଷ୍ଟି କଲେ ଆଉ ସେମାନଙ୍କୁ ଆଶୀର୍ବାଦ କଲେ, ସବୁ ସମୟରେ ଆମେ ଦେଖୁଛୁ ସେମାନଙ୍କୁ ସେ ଆଶୀର୍ବାଦ ମନୁଷ୍ୟକୁ ସେ ଆଶୀର୍ବାଦ କରିଅଛନ୍ତି। ମନୁଷ୍ୟକୁ ଅର୍ଥାତ ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ଆଉ ସେ ପୁଣି ପରମେଶ୍ୱର ସେମାନଙ୍କୁ କହିଲେ ପ୍ରଜାବନ୍ତ ଓ ବହୁବଂଶ ହୁଅ। ଆଜି ଆମମାନଙ୍କୁ ମଧ୍ୟ ସେଇ କଥା କହୁଛନ୍ତି, ପୁଣି ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ଆଉ ଜଳଚର ମତ୍ସ୍ୟଗଣ ଆଉ ଖେଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର ମୋର ପ୍ରିୟ ମାନେ। ଆମମାନଙ୍କୁ ସେଇ ପ୍ରକାର ଭାବରେ ଆଶୀର୍ବାଦ କରିଅଛନ୍ତି। ଆମମାନେ ପ୍ରଥମରେ କହୁଅଛନ୍ତି ତମମାନେ କଣ ହୁଅ, ପ୍ରଜାବନ୍ତ ଓ ବହୁବଂଶ ହୁଅ। ଆଉ ତାପରେ ଦ୍ଵିତୀୟରେ ସେ କହୁଅଛନ୍ତି ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ଏହା ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ। ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ଆଉ ତାପରେ 2 ପର୍ବ 15 ପଦ ଯେତେବେଳେ ଆମେ ପଢୁ ସେଇଠି ଲେଖା ହଉଛି ସେଇ ମନୁଷ୍ୟକୁ ପ୍ରଭୁ ନେଇକିରି ସେଇ ସୁନ୍ଦର ସୁସଜ୍ଜିତ ସେଇ ଏଦନ ଉଦ୍ୟାନ ମଧ୍ୟରେ ରଖିଲେ। ତାର ପାଇଁ ପ୍ରଥମରେ ସେ ପ୍ରସ୍ତୁତ କଲେ ସେ କେଉଁ ସ୍ଥାନରେ ରହିବ, କଣ ଖାଇବ, କିପରି ରହିବ, କଣ କରିବ, ଆଉ ତାକୁ ନେଇକି ସେଇ ଏଦନ ଉଦ୍ୟାନରେ ନେଇ ସୁସଜ୍ଜିତ ଆଉ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ଆଜି ଆମମାନଙ୍କୁ ଏଇ ପୃଥିବୀର ଏଦନ ଉଦ୍ୟାନରେ ସେ ସଂସ୍ଥାପିତ କରିଅଛନ୍ତି।
ତାକୁ ସୁସଜ୍ଜିତ କରିବା ପାଇଁ ଏବଂ ତାକୁ ରକ୍ଷା କରିବା ପାଇଁ, ଏଇ ପୃଥିବୀକୁ ରକ୍ଷା କରିବା ପାଇଁ ଆଜି ସେ ଆମମାନଙ୍କୁ ତାଙ୍କର ମନୋନୀତ ଯାଜକ ବଂଶ ଭାବରେ ଆଉ ମୋର ପ୍ରିୟ ମାନେ ମନୋନୀତ କରିଅଛନ୍ତି। ଆମେ କେତେ ଭାଗ୍ୟବାନ, ଆମମାନଙ୍କୁ ସେଇ ବିଷୟକୁ ସବୁବେଳେ ଅନୁଧ୍ୟାନ କରିବାର ରହିଅଛି, ଚିନ୍ତା କରିବାର ରହିଅଛି। ଆଉ ଯେତେବେଳେ ଆମେ ଦେଖୁଛୁ ଏଇ ଯେ ଦୁଇଟି ଅଂଶ ଯେତେବେଳେ ଆମେ ଦେଖୁଛୁ, ଏଇ ସ୍ଥାନରେ ଆମେ ଆମର ଜୀବନ ପାଇଁ ତାଙ୍କର 5ଟି ଉଦ୍ଦେଶ୍ୟକୁ ଆମେ ଦେଖିବାକୁ ପାଉଛୁ। ପ୍ରଥମରେ ଦେଖୁ ଯେ ଆମମାନେ ଫଳପ୍ରଦ ହବା, ପ୍ରଜାବନ୍ତ ଓ ବହୁବଂଶ ହବା। ତାର ଅର୍ଥ ଆମେ ଆମର ଇଏ ଜାଗତିକ ଭାବରେ ଆମର ପରିବାରର ବଂଶ ବିସ୍ତାର କରିବା ତାହା ନୁହେଁ ମୋର ପ୍ରିୟ ମାନେ। ଆମେ ପରିବାର ବଂଶ ବିସ୍ତାର କରିବା କେବଳ ତାହା ନୁହେଁ, ମାତ୍ର ଆମମାନେ ତଦ୍ୱାରା ଫଳପ୍ରଦ ହବା। ବୃକ୍ଷଟିଏ ଯେତେବେଳେ ପୁଷ୍ପିତ ହୁଏ ଆଉ ତାର ସୁଗନ୍ଧ ଚାରିଆଡେ ବିଛୁରିତ ହୁଏ, ଯେତେବେଳେ ଆମେ ଦେଖୁ ଗୋଟେ ଆମ୍ବ ଗଛ ଯଦି ଆମ ବଗିଚାରେ ରହିଅଛି ଆଉ ଯେତେବେଳେ ସେଥିରେ ବଉଳ ଆସେ ଆଉ ତାର ଆସିବାର ଯେତେବେଳେ ଆସେ ସେ ସମୟରେ ସେ ସୁଗନ୍ଧ, ଆଉ ଯେତେବେଳେ ଆମେ ଆମର ବାରିଆଡକୁ ପଳେଇ ଆସୁ ସେଇ ସମୟରେ ଯେତେବେଳେ ସକାଳୁ ସକାଳୁ ସେ ଶୀତ ଦିନର ପ୍ରାରମ୍ଭରେ ଡିସେମ୍ବର ଜାନୁଆରୀ ମାସରେ ଆଉ ସେତେବେଳେ ସେ ବୃକ୍ଷରେ ବଉଳ ଆସେ, ସେତେବେଳେ ପତ୍ର ତାକୁ ଢାଙ୍କି ରଖିଥାଏ ସତ, କିନ୍ତୁ ଆମେ ଯେତେବେଳେ ସେ ସୁଗନ୍ଧକୁ ଦେଖୁ ସେଇ ସମୟରେ ଆମେ ସେଇ ବୃକ୍ଷକୁ ଅବଲୋକନ କରୁ। ଆଉ ଯେତେବେଳେ ଦେଖୁ ସେ ପତ୍ର ଗହଳରେ ସେ ଛୋଟ ଛୋଟ ସେଇ ବଉଳ କଣ ହଉଛି, ସୁଗନ୍ଧିତ ହୋଇ ସେ ପ୍ରସ୍ଫୁଟିତ ହେଇଅଛି। ଆଉ ତାପରେ ଯେତେବେଳେ ସେଥିରେ ଫଳ ଆସେ ଆଉ ସେଇ ଫଳକୁ ଯେତେବେଳେ ଆମେ ଦେଖୁ ସେତେବେଳେ ଆମର ହୃଦୟ ଆନନ୍ଦରେ ଉଛୁଳି ଉଠିଥାଏ। ଆଉ ଯେଉଁ ବୃକ୍ଷକୁ ଆମେ ଜଳ ଦେଇ ସିଞ୍ଚନ କରି ତାକୁ ଆମେ ମାଟିରେ ପୋତି ବଡ କରିଥାଉ, ତାର ପ୍ରତି ଆମର ଯୋଉ ଅନୁରାଗ, ଯୋଉ ପ୍ରେମ, ତାର ପ୍ରତି ଆମର ଯୋଉ ଆକର୍ଷଣ, ଗୋଟେ ସାଧାରଣ ଗଛ କିନ୍ତୁ ପ୍ରଭୁ ଆମମାନଙ୍କୁ ଏକ ବହୁମୂଲ୍ୟ ଜନ୍ମ ଦେଇଅଛନ୍ତି, ସୃଷ୍ଟି ଦେଇଅଛନ୍ତି, ଆଉ ଆମମାନଙ୍କୁ କହୁଅଛନ୍ତି ଫଳପ୍ରଦ ହୁଅ। ଆଜି ସେଇ ସୁଗନ୍ଧିତ କୁସୁମ ଭାବରେ ଆଜି ଆମେ ପ୍ରସ୍ତୁତ ହେଇଛୁ କି? ଆଜି ଆମେ ଫଳପ୍ରଦ ଜୀବନ କାଟୁଅଛୁ କି? ଆମମାନଙ୍କୁ ସେଇ ଫଳ ପ୍ରଦାନ କରିବାକୁ ହବ। ସେଇ ଫଳ କେଉଁ ଫଳ ମୋର ପ୍ରିୟ ମାନେ? ସେଇ ଫଳ ଯେଉଁ ଫଳ ଆମର ଜୀବନରେ କଣ ହବ ନା ପ୍ରଚୁର ଭାବରେ ଆମେ ଫଳିବା। ଆମେ ସେଇ ଫଳ ଫଳିବା ଆଉ ତାହା ଆମର ଜୀବନରେ କଣ ହବ ନା ତାହା ଫଳପ୍ରଦ ଯେତେବେଳେ ହବ ତଦ୍ୱାରା ପିତା ମହିମାନ୍ୱିତ ହେବେ। ଆମର ଜୀବନ ଆଜି ଫଳପ୍ରଦ ଅଟେ କି? ଆମେ କେବଳ ନିଜ ପାଇଁ ବଞ୍ଚିଛୁ ନା ଅନ୍ୟମାନଙ୍କ ପାଇଁ ବଞ୍ଚିଛୁ? ଆମକୁ ଯେଉଁ ଉଦ୍ଦେଶ୍ୟ ନେଇ ସୃଷ୍ଟି କରାହେଇଛି ସେଇ ଉଦ୍ଦେଶ୍ୟ ବର୍ତ୍ତମାନ ଏକ ଭିନ୍ନ ରୂପରେ ରହିଅଛି। ଆମମାନେ ଫଳପ୍ରଦ ହବା, ସେଇ ଫଳ ଅନ୍ୟମାନଙ୍କୁ ଆମ ଜୀବନ ରୂପ ବୃକ୍ଷରେ ସେଇ ଫଳକୁ ଦେଖି ଅନ୍ୟମାନେ ଆକର୍ଷିତ ହେବେ ଏବଂ ତା ନିକଟକୁ ଆସିବେ। ଆଉ ସେଇ ଫଳ କଣ କରିବ? ଅନ୍ୟମାନଙ୍କୁ ପରିତୃପ୍ତ କରିବ। ପରିତୃପ୍ତ କରିବ ମୋର ପ୍ରିୟ ମାନେ, କେବଳ ଆକର୍ଷିତ କରିବ ନୁହେଁ, ପରିତୃପ୍ତ କରିବ। ଯେ ଯେତେବେଳେ ସେଇ ଫଳ ଆମର ଜୀବନର ଫଳ, ଆମର ସେଇ ପବିତ୍ର ଅନିନ୍ଦନୀୟ ଜୀବନ, ଆଉ ସେଇ ଫଳ କଣ ହବ ଅନ୍ୟମାନଙ୍କୁ ଯେତେବେଳେ ପରିତୃପ୍ତ କରିବ, ସେତେବେଳେ ଯାଇ ଆମେ ଉତ୍ତମ ଆଉ ତାଙ୍କର ମନୋନୀତ ଦାସ ବା ଦାସୀ ରୂପେ ତାଙ୍କ ନିକଟରେ ଗୃହୀତ ହେବା। ଆମମାନେ ଦେଖୁ ଯେ ଯୋହନ 15 ପର୍ବ 8 ପଦ ଯେତେବେଳେ ଅଧ୍ୟୟନ କରୁ, ଆମେ ତୁମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ। ଆମମାନଙ୍କୁ ଫଳ ଫଳିବା ପାଇଁ ଆମମାନଙ୍କୁ ରଖାଯାଇଛି, ମନୋନୀତ କରାଯାଇଛି, ଆମମାନଙ୍କୁ ପୃଥକୀକୃତ କରାଯାଇଛି। ଆଉ ସେଥିପାଇଁ ଆମେ ମନୋଯୋଗୀ ହେବା, ମୋର ସେ ପ୍ରକୃତ ଶିଷ୍ୟ ବା ଶିଷ୍ୟା ହେଇପାରିବ। ଆମେ ସେ ଶିଷ୍ୟ ବା ଶିଷ୍ୟା ହେବା ପାଇଁ ମନୋନୀତ ହେଇଅଛୁ, ବଛା ଯାଇଅଛୁ, ପୃଥକୀକୃତ ହେଇଅଛୁ। ଆଉ ଐଶ୍ୱରିକ ଗୁଣରେ ଆମମାନେ ସେଇ ଫଳମୟ ହେବାର ରହିଅଛି। ସେଇ ଫଳ ଅନ୍ୟମାନଙ୍କ ପାଇଁ ଉପଯୋଗୀ ହେବାର ଆବଶ୍ୟକତା ରହିଅଛି। ଆଉ ଦ୍ୱିତୀୟରେ କହୁଛନ୍ତି ତୁମେ ପ୍ରଜାବନ୍ତ ହୁଅ, ବହୁବଂଶ ହୁଅ, ମଲ୍ଟିପ୍ଲାଏ ହୁଅ। ଆଉ ଐଶ୍ୱରିକ ଗୁଣରେ, ତାର ଅର୍ଥ ହେଲା ଐଶ୍ୱରିକ ଗୁଣରେ ପରିପୂର୍ଣ୍ଣ ହୁଅ, ଆଉ ତାହା ଯେପରି ଦେଖାଯିବ। ଆଉ ଯେତେବେଳେ ତାହା ଦେଖାଯିବ ଅନ୍ୟମାନେ ସେଥିପ୍ରତି ଆକର୍ଷିତ ହେବେ। ମୋର ପ୍ରିୟ ମାନେ, ଆମକୁ ଦେଖି କେହି ପ୍ରଭୁଙ୍କୁ ଗ୍ରହଣ କରିବେ ନାହିଁ, ମାତ୍ର ଆମର ଜୀବନରେ ପ୍ରଭୁଙ୍କୁ ଦେଖି, ତାଙ୍କର ଉପସ୍ଥିତିକୁ ଦେଖି, ତାଙ୍କର ଅନୁଗ୍ରହକୁ ଦେଖି, ତାଙ୍କର ଆଶୀର୍ବାଦକୁ ଦେଖି, ତାଙ୍କର ସେଇ ଆଶ୍ଚର୍ଯ୍ୟ ପରମେଶ୍ୱର ପିତା ଆମର ଜୀବନରେ ଯେତେବେଳେ ପ୍ରତିଫଳିତ ହେବେ, ଆମର କାର୍ଯ୍ୟରେ, ବାକ୍ୟରେ, ଆଚରଣରେ, ସେତେବେଳେ ଯାଇ ଆମେ କଣ ହେଇପାରିବା ନା ନିଜକୁ ମଲ୍ଟିପ୍ଲାଏ କରିପାରିବା, ବହୁଗୁଣିତ କରିପାରିବା। ଆମ ଦ୍ୱାରା ଅନ୍ୟମାନେ ପ୍ରଭୁଙ୍କ ନିକଟକୁ ଆସିବେ, ପ୍ରଭୁଙ୍କର ପରିଚୟ ପାଇବେ ମୋର ପ୍ରିୟ ମାନେ। ଆଉ ଏହା ଏକ ବିଶେଷ ବିଷୟ। ଆମମାନେ ଅନେକ ଅଣଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କର ସହିତ ଆମେ ବାସ କରିଥାଉ, ସେମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଆମେ କାର୍ଯ୍ୟ କରିଥାଉ,
ଅନେକ ସମୟରେ ସେମାନେ କେବଳ ଯେ ପ୍ରଭୁଙ୍କର ବାକ୍ୟ ଦ୍ଵାରା ସେମାନେ ଆକର୍ଷିତ ହୁଅନ୍ତି ନାହିଁ, ଆମର ଜୀବନରେ ପ୍ରଭୁଙ୍କୁ ଦେଖି ସେମାନେ ଆକର୍ଷିତ ହୁଅନ୍ତି। ଆଉ ଆମର ଜଣେ ବନ୍ଧୁ ଅଛନ୍ତି, ଆଉ ତାଙ୍କର ପରିବାର ସହିତ ଯଦିଓ ଆମର ବହୁତ ସମ୍ପର୍କ, ଆଉ ସେମାନେ ଆମର ସହିତ ସବୁ ସମୟରେ ସେମାନେ ଆମର ସହିତ ରହିଛନ୍ତି, ଆମର ଦୁଃଖ ସୁଖ ସମସ୍ତ ପରିସ୍ଥିତିରେ ମଧ୍ୟ ସେମାନେ ଆମ ସହିତ ଠିଆ ହେଇ ରହିଥାନ୍ତି। ଆମେ ତାଙ୍କୁ କେତେବେଳେ ବି ଜବରଦସ୍ତି ପ୍ରଭୁଙ୍କର ବାକ୍ୟ ଦେବା ପାଇଁ ଚେଷ୍ଟା କରିନଥାଉ, କିନ୍ତୁ ଆମର ଜୀବନ ଦ୍ଵାରା ସେମାନେ ଅନୁପ୍ରାଣିତ, ଆଉ ତାହା ଅନେକ ବର୍ଷ ପରେ, ଦୀର୍ଘ ବର୍ଷର ବନ୍ଧୁତା ପରେ ଆମେ ହୃଦୟରେ ଅନୁଭବ କଲୁ। ଆଉ ସେମାନେ ବିଶେଷ ଭାବରେ ସେମାନେ ଆମମାନଙ୍କୁ ଅନୁରୋଧ କଲେ, ନିବେଦନ କଲେ, ନିଜ ଆଡୁ ନିବେଦନ କଲେ, ଆଉ ଆମମାନଙ୍କ ପାଇଁ ଆସି ପ୍ରାର୍ଥନା କରନ୍ତୁ। ଆଉ ସେତେବେଳେ ମୁଁ ପ୍ରଭୁଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦେଲି, ତାଙ୍କ ନିକଟରେ ମୁଁ କୃତଜ୍ଞତା ମୋ ହୃଦୟର କୃତଜ୍ଞତା ସମର୍ପଣ କଲି। ବାସ୍ତବିକ ପ୍ରଭୁ ଆମର ମହାନ ପରମେଶ୍ୱର, ସେ ସତ୍ୟ ଜୀବନ୍ତ ପରମେଶ୍ୱର। ଆଉ ଆମର ବଡ ପୁଅ ସେ ପାଳକ ଭାବରେ କାର୍ଯ୍ୟରତ, ଆପଣ ମାନେ ଜାଣିଥିବେ, ଅନେକ ମତେ ଜାଣିଛନ୍ତି। ଆଉ ତାକୁ ସେମାନେ କହିଲେ, ଆଉ ସିଏ ଆସି ଆମ ଘରେ ପ୍ରାର୍ଥନା କରିବ। ଆଉ ଯେତେବେଳେ ଆମର ପୁଅ ଯାଇ ପ୍ରାର୍ଥନା କଲା, ସେତେବେଳେ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା, ଆଉ ସେତେବେଳେ ପ୍ରାର୍ଥନା କଲା, ଆଉ ତ ସେ ଚିକିତ୍ସିତ ହଉଥିଲେ, କିନ୍ତୁ ସେ ଚାଲିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେଇନଥିଲେ। ଆଉ ତ ଆର ଦିନ ସେ କଣ ହେଲା ନା, ସେ ଉଠିଲେ ଆଉ ଚାଲିଲେ। ମୋର ପ୍ରିୟ ମାନେ, ପ୍ରେଜ୍ ଦ ଲର୍ଡ, ପ୍ରଭୁଙ୍କର ପ୍ରଶଂସା ହଉ, ପ୍ରଭୁଙ୍କର ଗୌରବ ହଉ। ଆଉ ସେଦିନ ମୁଁ ପ୍ରଭୁଙ୍କୁ ହୃଦୟର କୃତଜ୍ଞତା ସମର୍ପଣ କରିଥିଲି। ମୋର ପୁଅ, ବୋଉ ଆଉ ମୁଁ, ଆମେ 3 ଜଣ ତାଙ୍କ ଘରକୁ ଗଲୁ, ଆଉ ତାଙ୍କ ନିକଟରେ ସେ ସମୟରେ ଆମେ ପ୍ରାର୍ଥନା କଲୁ। ପ୍ରଭୁ ଆମର ସେ ନିବେଦନ ପ୍ରାର୍ଥନା ଶୁଣିଲେ, ଗ୍ରହଣ କଲେ, ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଲୁ। ଆଉ ପୁଣି ଥରେ ଯେତେବେଳେ ତାଙ୍କର ପରିବାରରେ ଅନ୍ୟମାନଙ୍କର ମଧ୍ୟ ଶରୀର ଅସୁସ୍ଥ ହେଲା, ଆଉ ସେଇ ସମୟରେ ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଆମମାନଙ୍କୁ ଅନୁରୋଧ କରିଥିଲେ। ପୁଣି ଆମର ପୁଅକୁ ସେ ଡାକୁଥିଲେ, ଆଉ ଯେତେବେଳେ ଆମର ପୁଅର ସମୟ ହେଲା, ପ୍ରଭୁ ଯେଉଁ ସମୟ ମନୋନୀତ କଲେ, ଆଉ ମୋର ପୁଅ ଆଉ ବୋଉ ପୁଣି ଥରେ ତାଙ୍କର ଘରକୁ ଗଲେ, ଆଉ ତାଙ୍କ ନିକଟରେ ପ୍ରାର୍ଥନା କଲେ, ଆଉ ସେମାନେ କହିଲେ, ଆମେ ଆଜି ଶାନ୍ତି ପାଇଛୁ, ଆମ ହୃଦୟରେ ଆମେ ଶାନ୍ତି ପାଇଛୁ, ଆମେ ତା ଅନୁଭବ କରୁଅଛୁ। ମୋ ପ୍ରିୟ ମାନେ, ଆଉ ଏଇ ପ୍ରକାର ଭାବରେ ଧନ୍ୟବାଦର ପ୍ରାର୍ଥନା କରିବା ପାଇଁ ମଧ୍ୟ ଆମେ ତୁମକୁ ଅନ୍ୟ ସମୟ ଡାକିବୁ। ଆଉ ପ୍ରଭୁ ଏଇ ପ୍ରକାର ଭାବରେ କାର୍ଯ୍ୟ କରନ୍ତି, ଆଉ ସେଟା ସେଟା ସଦ୍ୱାରା ଆମେ ପ୍ରଜାବନ୍ତ ହବା, ଯେତେବେଳେ ଆମେ ଜଣେ ଅନ୍ୟ ଜଣକୁ ପ୍ରଭୁଙ୍କର ବାକ୍ୟ ଦେଇପାରିବା, ପ୍ରଭୁଙ୍କର ପରିଚୟ ଦେଇପାରିବା, ତାଙ୍କର ପ୍ରେମକୁ ଜଣେଇ ପାରିବା, ତାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ଜଣେଇ ପାରିବା, ସେ ଯେ ସତ୍ୟ ଜୀବନ୍ତ ପରମେଶ୍ୱର, ସେ ଉଦ୍ଧାରକର୍ତ୍ତା ପରମେଶ୍ୱର, ସେ ପରିତ୍ରାଣକର୍ତ୍ତା ପରମେଶ୍ୱର, ଏଇ ଦେବା ଦେବୀ ଆଉ ଏଇ ବିଷୟ ଭିତରେ ଏଇ ଜାଗତିକ ଅନ୍ୟ ଇଏର ଆକର୍ଷଣରେ କୌଣସି ମୂଲ୍ୟ ନାହିଁ। ମୋ ପ୍ରିୟ ମାନେ, ସେତେବେଳେ ଆମେ ପ୍ରଜାବନ୍ତ ବହୁ ବଂଶ ହବା। ଆମେ ଯଦି ଅନେକଙ୍କୁ ତାଙ୍କର ପରିଚୟ ଦେଇପାରୁଛୁ, ତାଙ୍କର ସାକ୍ଷ୍ୟ ଦେଇପାରୁଛୁ, ତାହେଲେ ଯାଇ ଆମେ ତାଙ୍କର ପରିଚୟ ପାଇପାରିବୁ। ଅନେକଙ୍କର ଜୀବନରେ ଏହି ପ୍ରକାର ଭାବରେ କାର୍ଯ୍ୟ କରିଅଛୁ, କିନ୍ତୁ କାହାରି ଜୀବନକୁ ଆମେ ପ୍ରଭୁ ସହଜରେ ଆମେ ଗ୍ରହଣ କରିପାରନ୍ତୁ। ପ୍ରଭୁ ଯେତେବେଳେ ଚାହାନ୍ତି ଯାହାର ହୃଦୟରେ କଥା କହିବା ପାଇଁ, କିନ୍ତୁ ସେଇ ହୃଦୟରେ କଥା କହିବା ପାଇଁ କେତେବେଳେ ଆମମାନଙ୍କୁ ପ୍ରସ୍ତୁତ କରିବେ? ଆମର ଜୀବନ ଦ୍ଵାରା, ଯେତେବେଳେ ଆଉ ଆମର ଜୀବନ ପବିତ୍ର ଅନିନ୍ଦନୀୟ ହବ, ତାଙ୍କ ନିକଟରେ ସାକ୍ଷ୍ୟ ବହନକାରୀ ହେଇପାରିବ। ଆମେ ଆଜି ସେ ସାକ୍ଷ୍ୟ ବହନକାରୀ ହେଇପାରିଛୁ କି ପ୍ରଜାବନ୍ତ ହେବା ପାଇଁ ଆମେ ଆଜି ଯତ୍ନ କରୁ। ଆଉ ପ୍ରଭୁ ନିଶ୍ଚିତ ଭାବରେ ଆମର ଭାଇ ବିଶପ ମହାଶୟଙ୍କୁ ସେ ଆଶୀର୍ବାଦ କରିଛନ୍ତି, ପ୍ରଭୁଙ୍କର ସେବକ ଭାବରେ, ପ୍ରଭୁଙ୍କର ଦାସ ଭାବରେ ସେ ବିଶେଷ ଭାବରେ କାର୍ଯ୍ୟ କରୁଅଛନ୍ତି, ଅନେକ ଆତ୍ମା ଲାଭ କରିଅଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦିଏ। ଏଇ ପ୍ରକାର ଭାବରେ ଆମମାନଙ୍କୁ ମଧ୍ୟ ପ୍ରଭୁ ଆଜି ପ୍ରଜାବନ୍ତ କରନ୍ତୁ, ତାଙ୍କର ସାମ୍ରାଜ୍ୟ ବିସ୍ତାରରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଏଇ ତାଙ୍କର ଉଦ୍ଦେଶ୍ୟ। ଆଉ ସେଥିପାଇଁ ଆମେ ସମସ୍ତେ ଏଇ ବାକ୍ୟ ଜାଣିଛୁ, ମାଥ୍ୟୁ 28:20 ଆଉ 19 ଆଉ 20 ପଦ, ଆମମାନଙ୍କୁ ଯେଉଁ ଆଜ୍ଞା ଦିଆଯାଇଛି, ସେ ଆଜ୍ଞାବହ ହବାର ଆବଶ୍ୟକତା ରହିଅଛି। ଆମେ ତଦ୍ୱାରା ଯାଇ ଆମେ ପ୍ରଜାବନ୍ତ ଆଉ ବହୁ ବଂଶ ହେଇପାରିବା, ଆମେ ପ୍ରଚୁର ଫଳ ଫଳି ପାରିବା। ମୋର ପ୍ରିୟ ମାନେ, ଆମେ ପବିତ୍ର ଆତ୍ମାଙ୍କ ନାମରେ ଆମେ ଅନ୍ୟମାନଙ୍କ ନିକଟରେ ତାଙ୍କର ସୁସମାଚାର ନେଇ ପହଞ୍ଚେଇବା ପାଇଁ ଯେଉଁ ଆମମାନଙ୍କୁ ଯେଉଁ ଆଜ୍ଞା ଦିଆଯାଇଛି, ଆଉ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ ସାଙ୍ଗରେ ଅଛି। ସେ ଆମ ସହିତ ନଥିଲେ ଆମେ କାହା ନିକଟକୁ ଯାଇପାରିବାନି, କାହା ନିକଟରେ ସୁସମାଚାର ଦେଇପାରିବାନି। ଆଜି ଆମମାନଙ୍କର ଜୀବନ ସେଇ ପ୍ରକାର ଜୀବନ ଅଟେ କି ଆମର ସଦ୍ଗୁଣ ସବୁ ସଂକ୍ରମିତ ହେଉ। ଯେତେବେଳେ ଆମେ ଦେଖୁ ସଂକ୍ରମିତ ହେଲେ କଣ ହୁଏ, ଗୋଟିଏ ରୋଗ ଯେତେବେଳେ ସଂକ୍ରମିତ ହୁଏ, ଆମର ପାଖରେ ଯୋଉମାନେ ଥାଆନ୍ତି ସେମାନଙ୍କୁ ସାଙ୍ଗେ ସାଙ୍ଗେ ସଂକ୍ରମିତ ହୋଇଯାଇଥାଏ।
ଥଣ୍ଡା ରୋଗ ଯେମିତି ଆମେ ଦେଖୁ ଗୋଟେ ସାଧାରଣ ରୋଗ, ତଥାପି ଘରେ ଯଦି ଜଣକୁ ହେଲା ଅନ୍ୟ ଜଣକୁ ସହଜରେ ସଂକ୍ରମିତ ହେଇଯାଏ। ଆଜି ସଦାପ୍ରଭୁଙ୍କର ସେଇ ଗୁଣ ସବୁ ଆମ ଭିତରେ ରହିଅଛି, ତେବେ ସେଇ ଗୁଣ ସବୁ କଣ ସଂକ୍ରମିତ ହେଉଅଛି କି? ଅନ୍ୟମାନଙ୍କ ଜୀବନରେ ପ୍ରତିଫଳିତ ହେଉଅଛି କି? ଆମେ ଯେଉଁ କ୍ଷେତ୍ରରେ ଆଜି ଅଛୁ, ଯେଉଁ କ୍ଷେତ୍ରରେ ଆମେ ଗତାଗତ କରୁଛୁ, ଅନ୍ୟମାନଙ୍କ ସହିତ ଯାଉଛୁ, ସେଇ ଜାଗାରେ ଆମର ଗୁଣ ସବୁ ସଂକ୍ରମିତ ହବାର ଆବଶ୍ୟକତା ରହିଅଛି। ଆଉ ଯେତେବେଳେ ସେଇଠି ସ୍ଥାନରେ ଯିଏ ଆମକୁ ଦେଖିବ, ଇଏ ନିଶ୍ଚୟ ଜଣେ ଖ୍ରୀଷ୍ଟୀୟ ଯୁବା ଯୁବତୀ ବା ପୁଅ ଝିଅ ବା ବୃଦ୍ଧ ବୃଦ୍ଧା ବା ଜଣେ ନା ମହିଳା ବା ଜଣେ ପୁରୁଷ ବୋଲି ଆମମାନଙ୍କୁ ବିଶ୍ୱାସ କରିବ। ସେଇ ସମୟରେ ଯାଇ ଆମର ଗୁଣ କଣ ହବ? ସଂକ୍ରମିତ ହବ। ଯେତେବେଳେ ସଂକ୍ରମିତ ହବ, ସେତେବେଳେ ଯେ ଆମେ ଫଳପ୍ରଦ ହୋଇପାରିବା। ଆଉ ପ୍ରଭୁଙ୍କର ସଦ୍ଗୁଣ, ଈଶ୍ୱରଙ୍କର ସେ ସଦ୍ଗୁଣ ସବୁ ଚାରିଆଡେ ଆମ ଦ୍ଵାରା ବ୍ୟାପିବ। ତଦ୍ଵାରା ଆମେ ଫଳପ୍ରଦ ହେଇପାରିବା, ଆମେ ବହୁ ବଂଶ ପ୍ରଜାବନ୍ତ ହେଇପାରିବା। ଆମର ପରିବାର ବହୁ ବଂଶ ପ୍ରଜାବନ୍ତ କେବଳ ପ୍ରଭୁ କରିବେ ନାହିଁ, ଆମେ ଯେତେବେଳେ ତାଙ୍କ ରାଜ୍ୟ ପାଇଁ ଅନ୍ୟମାନଙ୍କୁ ଆମର ସଦ୍ଗୁଣ ଦ୍ଵାରା ପ୍ରଭାବିତ କରିବା, ସଂକ୍ରମିତ ହେବେ ସେମାନେ, ଆଉ ସେତେବେଳେ ସେମାନେ ଈଶ୍ୱରଙ୍କର ନିକଟକୁ ଫେରିବେ, ପ୍ରଭୁଙ୍କୁ ଜାଣିବେ, ସେ ପବିତ୍ର ଆତ୍ମାଙ୍କୁ ଜାଣିବେ ଆଉ ଗ୍ରହଣ କରିବେ। ଆଉ ସେହି ଈଶ୍ୱରଙ୍କ ସେ ସଦ୍ଗୁଣ ସବୁ ଆମର ଜୀବନ ଦ୍ଵାରା କଣ ହଉ ନା ବ୍ୟାପିବାର ଆବଶ୍ୟକତା ରହିଛି। ଆଉ ତୃତୀୟରେ ସେ କହିଲେ ବଶୀଭୂତ କର ଓ କର୍ତ୍ତୃତ୍ୱ କର। ବଶୀଭୂତ କରିବାର ରହିଅଛି ଆଉ କର୍ତ୍ତୃତ୍ୱ କରିବାର ରହିଅଛି। ଶାସନ କରିବା ପାଇଁ ଶୈତାନକୁ ମଧ୍ୟ ଅନୁମତି ଦିଆଗଲା, ଶୈତାନକୁ ମଧ୍ୟ ଅନୁମତି ଦିଆଗଲା, କିନ୍ତୁ ଆମମାନଙ୍କୁ କଣ ଦିଆଗଲା ନା ଅଧିକାର କରିବା ପାଇଁ କୁହାଗଲା। ସେ କେବଳ ଅନୁମତି ପାଇଛି। ଅନୁମତି ଯେତେବେଳେ ଆମେ ଦେଖୁ ଗୋଟେ ଶବ୍ଦ, ଅନୁମତି କଣ ହୁଏ ନା ସମୟର ଗୋଟେ ସୀମା, ଗୋଟେ ସୀମିତ ବିଷୟ ପାଇଁ ଅନୁମତି ଦିଆଯାଏ, ଗୋଟେ ସୀମିତ କାର୍ଯ୍ୟ ପାଇଁ ଅନୁମତି ଦିଆଯାଏ। କିନ୍ତୁ ଅଧିକାର, ଅଧିକାର ହଉଛି ସମ୍ପୂର୍ଣ୍ଣ ଅଧିକାର, ପୂର୍ଣ୍ଣତାର ବିଷୟ। ଆଉ ଆମମାନଙ୍କୁ ସେ ପୃଥିବୀକୁ ବଶୀଭୂତ କର ଆଉ ତାର ଉପରେ କର୍ତ୍ତୃତ୍ୱ କର ବୋଲି ମନୁଷ୍ୟକୁ ଅଧିକାର ଦିଆହେଇଛି। ପୁଣି ଆମମାନଙ୍କୁ ଆଜି ସେଇ ଅଧିକାର ଦିଆଯାଇଛି। ଆମେ ସେ ମନୋନୀତ ବଂଶ, ସେ ଜାତି ପ୍ରିୟ ମାନେ ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି। ଆଉ ସେ ଆମମାନଙ୍କୁ କହୁଛନ୍ତି ତୁମେ ପୃଥିବୀକୁ ବଶୀଭୂତ କର, କର୍ତ୍ତୃତ୍ୱ କର। ଏହା ଏକ ବିଶେଷ ବିଷୟ, ଏକ ସାଧାରଣ ବିଷୟ ନୁହେଁ। ଶାସନ କରିବା ପାଇଁ, କର୍ତ୍ତୃତ୍ୱ କରିବା ପାଇଁ ଆମମାନଙ୍କୁ ଅଧିକାର ଦିଆଯାଇଛି। ଆଉ ସେଇ ଅଧିକାର ଆମମାନଙ୍କୁ ଦିଆଯାଇଛି, କାହିଁକି ଦିଆଯାଇଛି? ଆଉ ଯେତେବେଳେ ଆମେ ଦେଖୁ ଯେ ଯୋହନ 10:10 ସେଠି ଏକ ବିଶେଷ ବାକ୍ୟ ଅଛି, ସେ ବାକ୍ୟ ଆମ ସମସ୍ତଙ୍କର ମୁଖସ୍ଥ ବାକ୍ୟ। ଆଉ ସେଠି କଣ ଲେଖାଯାଏ? ଆଉ ଝିଅ ପଢିବ, ଯୋହନ 10:10। ଆଜ୍ଞା। ହୁଁ। ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ, ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି। ଆସିଅଛି। ସେମାନେ ଯେପରି ଜୀବନ ପାଆନ୍ତି ଆଉ ପ୍ରଚୁର ଭାବରେ ଜୀବନ ପାଆନ୍ତି। ଆମେ କେବଳ ସେ ଜୀବନ ପାଇଛୁ ତାହା ଯଥେଷ୍ଟ ନୁହେଁ। ଆମେ ଅନ୍ୟମାନଙ୍କୁ ଯେତେବେଳେ ଜୀବନ ଦେଇପାରିବା, ସେ ଜୀବନ ଅନ୍ୟମାନଙ୍କ ନିକଟରେ ସେୟାର କରିପାରିବା, ଆଉ ସେତେବେଳେ ଯାଇ ଆମେ କଣ ହେବା ନା ଆମମାନେ ପ୍ରଭୁ ଆମମାନଙ୍କୁ ବେଶ ଉତ୍ତମ ଦାସ ବୋଲି କହିପାରିବେ ବା ଉତ୍ତମ ଦାସୀ ବୋଲି ସେ ଗ୍ରହଣ କରିପାରିବେ। ଚୋର ଚୋରି, ବଧ ଆଉ ବିନାଶ କରିବା ପାଇଁ ଆସେ ମୋର ପ୍ରିୟ ମାନେ। ଶୈତାନକୁ କେବଳ ସେତିକି ଅଧିକାର ଦିଆଯାଇଛି। ସେ ଆସିବ, ଆଉ ଶୈତାନ ସେତିକି ମାତ୍ର ସେ କଣ କହିଛି ନା ଅନୁମତି ପାଇଛି। ଯେତେବେଳେ ଆମେ ଏଇ ବିଷୟକୁ ଦେଖୁ, ଆୟୁବଙ୍କର କଥା ମନେ ପଡେ। ପ୍ରଭୁ ସେ ଅନୁମତି ମାଗିଲା, ଈଶ୍ୱରଙ୍କ ଠାରୁ ଅନୁମତି ମାଗିଲା ତାର ଦାସଙ୍କୁ ସ୍ପର୍ଶ, ତାଙ୍କର ଦାସଙ୍କୁ ସ୍ପର୍ଶ କରିବା ପାଇଁ। ଆଉ ଏଇ ଶବ୍ଦ ମତେ ବିଶେଷ ଭାବରେ, ଆଉ ସେଇଦିନ ସେଇ ସମୟରୁ, ସେ ଛୋଟ ବେଳୁ ମୁଁ ଯେତେବେଳେ ଏଇ ଅଂଶକୁ ଆୟୁବଙ୍କର ଜୀବନ ବିଷୟରେ ପଢି ଆସିଛି, ଏଇ ବିଷୟକୁ ମୁଁ ଅନୁଧ୍ୟାନ କରିଅଛି। ଜାଗତିକ ଭାବରେ ସବୁ ପ୍ରକାର ପୂର୍ଣ୍ଣତା ଆମମାନଙ୍କୁ ପ୍ରଭୁ ନିଶ୍ଚିତ ଭାବରେ ଦେଇଅଛନ୍ତି, କିନ୍ତୁ ତାକୁ ସ୍ପର୍ଶ କରିବା ପାଇଁ କେବଳ ଅନୁମତି ଦିଆଯାଇଛି। ଜାଗତିକ ବିଷୟର ପୂର୍ଣ୍ଣତା ଆଜି ଆମମାନଙ୍କୁ ଯଦି ପ୍ରଭୁଙ୍କ ନିକଟରେ ଧନ୍ୟବାଦ କରିଛି, ତାହା ସେ ଆମମାନଙ୍କ ଠାରୁ କଣ କରୁଛନ୍ତି ନା ତାହା ସବୁ ହରଣ କରିଦେବା ପାଇଁ ତାକୁ ଅନୁମତି ଦିଆଯାଇଛି। ଜାଗତିକ ବିଷୟ ସବୁ ହରଣ କରିବା ପାଇଁ ତାକୁ ଅନୁମତି ଦିଆଯାଇଛି। ଯେତେବେଳେ ଆମମାନଙ୍କୁ କିନ୍ତୁ ସେ ମନୋନୀତ କରିଛନ୍ତି, ସେ ଅଧିକାର ଦେଇଅଛନ୍ତି, ଆମେ ଅଧିକାର ପ୍ରାପ୍ତ ଜୀବନ ପାଇଅଛୁ। ଆଉ ଆମମାନଙ୍କୁ ସେ କଣ କରୁଛନ୍ତି ନା ଆମମାନଙ୍କ ଠାରୁ ସେ ଅଧିକାର କେତେବେଳେ ହରଣ କରାଯିବ ନାହିଁ।
ସେ ଅଧିକାର କେତେବେଳେ ହରଣ କରାଯିବ ନାହିଁ। ଆଉ ଅପବୟ ପୁତ୍ରର ଜୀବନ ମଧ୍ୟ ସେଇ ପ୍ରକାର, ଆଇବଙ୍କର ଜୀବନ ମଧ୍ୟ ସେଇ ପ୍ରକାର। ସେ ବିଶେଷ ଭାବରେ ତାଙ୍କର ଜାଗତିକ ଯେତେ ଶାନ୍ତି ଥିଲା, ଯେତେ ବିଷୟ ଥିଲା, ଆକର୍ଷଣର ବିଷୟ ଥିଲା, ଆଉ ସେଇ ସବୁକୁ ସେ ଛଡେଇ ନେଲା। ଆଉ ସେ କଣ କଲା, ତାଙ୍କୁ ପୁରାପୁରି ସେଇ ଭସ୍ମରେ ନିଜକୁ ଇଏ କରି ପ୍ରଭୁଙ୍କର ଚରଣ ତଳେ ସମର୍ପିତ ହବା ପାଇଁ ସେ ଛାଡିଦେଲା। ଆଉ ସେତେବେଳେ ମଧ୍ୟ ସେ ପ୍ରଭୁଙ୍କୁ ଅସ୍ୱୀକାର କଲେ ନାହିଁ, କାରଣ ସେ ଅଧିକାର ସେ ପ୍ରାପ୍ତ ହୋଇଅଛନ୍ତି, ପୁତ୍ରତ୍ୱର ଅଧିକାର। ଆଜି ଆମେ ସେ ପୁତ୍ର କନ୍ୟାର ଅଧିକାର ପାଇଅଛୁ, ସେଇ ଅଧିକାର ଆମଠାରୁ ହରଣ କରାଯିବ ନାହିଁ। ଅପବୟ ପୁତ୍ରର ଜୀବନରେ ଶୈତାନ ପ୍ରବେଶ କଲା, ତା ବାପାର ଧନ ସମ୍ପତ୍ତି ମାଧ୍ୟମରେ ସେତିକି ଉପରେ ଶୈତାନକୁ ଅଧିକାର ଦିଆଗଲା। ଆଉ ସେ ପୁଅର ଜୀବନରୁ ସମସ୍ତ ଧନ ସମ୍ପତ୍ତି ଜାଗତିକ ବିଷୟ ତାଠାରୁ ହରଣ କରି ନିଆଗଲା। ଆଉ ଯେତେବେଳେ ମଧ୍ୟ ହରଣ କରି ନିଆଗଲା, ତଥାପି ପିତା ତାକୁ ଅପେକ୍ଷାରତ ରହିଲେ, ତାକୁ ଅପେକ୍ଷା କଲେ। ଆଉ ଯେତେବେଳେ ସେ ଫେରି ଆସୁଛି, ବାପା ଅପେକ୍ଷା କରିଅଛନ୍ତି, ତାର ଅଧିକାର ହରଣ କଲେ ନାହିଁ, ତାକୁ ସେ ଦାସ ହବା ପାଇଁ ଫେରି ଆସିଲା। କିନ୍ତୁ ପ୍ରଭୁ ପିତା ତାକୁ ପୁତ୍ରତ୍ୱର ଅଧିକାର ପୁଣି ଥରେ ସମର୍ପଣ କଲେ। ଅଧିକାରକୁ ସେ ବଞ୍ଚିତ କରିବେ ନାହିଁ ମୋ ପ୍ରିୟ ମାନେ। ଆଜି ଆମମାନଙ୍କୁ ସେଇ ଅଧିକାର ଦିଆହେଇଛି, ସେ ଅଧିକାରରୁ ଆମମାନଙ୍କୁ ସେ ବଞ୍ଚିତ କରିବେ ନାହିଁ। ଏଇ ପୃଥିବୀକୁ ବଶୀଭୂତ କରିବା ପାଇଁ, ତା ଉପରେ କର୍ତ୍ତୃତ୍ୱ କରିବା ପାଇଁ ଆମମାନଙ୍କୁ ଯୋଉ ଅଧିକାର ଦିଆହେଇଛି, ସେ ଅଧିକାର ଆମମାନେ ନିଶ୍ଚିତ ଭାବରେ ତାହା ଅସୀମ ଅଟେ। ଆଉ ଆମର ସେଇ ଅଧିକାର ଅସୀମ ଅଧିକାର, ସେ ଅଧିକାର ଚିରନ୍ତନ ଅଧିକାର, ସେ ଅଧିକାର ଆମେ କାର୍ଯ୍ୟକାରୀ ହେବା। ଅଧିକାରୀ ଯେତେବେଳେ ସେଇ ସମ୍ପତ୍ତିକୁ କଣ କରେ ନା, ସେ ଅପବ୍ୟୟ କରେ, ସେଟା ନଷ୍ଟ ହେଇଯାଏ। ଆଉ ତାର ଯେତେବେଳେ ସଦ୍ବ୍ୟବହାର କରେ, ତାହା ବହୁଗୁଣିତ ହୁଏ। ଆମମାନଙ୍କର ଜୀବନରେ ପବିତ୍ର ଆତ୍ମା ଆମମାନଙ୍କର ଜୀବନରେ ଅଛନ୍ତି, ତାଙ୍କର ଗୁଣ ଆମ ଜୀବନରେ ପ୍ରକାଶିତ ହଉ। ଆଉ ତଦ୍ୱାରା ଆମେ ଅନ୍ୟମାନଙ୍କୁ ନିଜର ନିକଟକୁ ଆଣିବା ପାଇଁ ନୁହେଁ, ମାତ୍ର ପିତାଙ୍କ ଚରଣ ନିକଟକୁ ଆଣିବା ପାଇଁ ଆମେ ଆଉ କାର୍ଯ୍ୟକରତ ହଉ, ଆଉ ସେମାନଙ୍କୁ ବଶୀଭୂତ କରୁ, ଏବଂ ତାଙ୍କ ଉପରେ ଈଶ୍ୱର କର୍ତ୍ତୃତ୍ୱ କରନ୍ତୁ। ତାପରେ ଚତୁର୍ଥରେ ଆମମାନଙ୍କୁ ସୁସଜ୍ଜିତ କରିବା ପାଇଁ ସେ ଆମମାନଙ୍କୁ ମନୋନୀତ କରିଛନ୍ତି। ଏଫେସୀୟ 6 ପର୍ବ ତାର 10 ରୁ 13 ପଦ ଯେତେବେଳେ ଆମେ ପାଠ କରୁ, ଆମମାନଙ୍କୁ ସେ ସୁସଜ୍ଜିତ, ଏଦନ ଉଦ୍ୟାନକୁ ସୁସଜ୍ଜିତ କରିବା ପାଇଁ ଏବଂ ରକ୍ଷା କରିବା ପାଇଁ ମନୁଷ୍ୟକୁ ନେଇ ସେଠାରେ ସେ ରଖିଲେ। ଆଉ ଯେତେବେଳେ ଆମେ ଦେଖୁ ସେଠାରେ ଲେଖାଯାଏ ଯେ ଶେଷ କଥା, ଏହି ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ଆମମାନଙ୍କୁ ବଳବାନ ହେବାକୁ ଅଛି। ଆଉ ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ଆପଣାକୁ ସୁସଜ୍ଜିତ କର। ଆମେ ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱର ଦତ୍ତ ସଜ୍ଜାରେ ନିଜକୁ ବିଭୂଷିତ କରିବା ନାହିଁ, ସୁସଜ୍ଜିତ କରିବା ନାହିଁ, ସେତେବେଳେ ପର୍ଯ୍ୟନ୍ତ ଆମେ ଶୟତାନକୁ ଜୟ କରିପାରିବା ନାହିଁ। ଏଇ ସମୟ ଗୁଡିକରେ ଆପଣ ମାନେ ବିଶେଷ ଭାବରେ ଜାଣିଛନ୍ତି ସେଇ ତପି ମିଶ୍ରଙ୍କର ସେଇ କାର୍ଯ୍ୟକୁ ସମସ୍ତେ ପ୍ରାୟତଃ ଅଧ୍ୟୟନ କରୁଅଛନ୍ତି, ସମସ୍ତେ ଦେଖୁଅଛନ୍ତି। ଆଉ ମନରେ କେତେବେଳେ ବିରକ୍ତି ଆସୁଛି, କେତେବେଳେ ଆମେ ଚିନ୍ତିତ ହଉଛୁ। ଚିନ୍ତା କରିବାର କୌଣସି ବିଷୟ ନାହିଁ ମୋ ପ୍ରିୟ ମାନେ। ଯିଏ ତାଳନା କରେ ସେ ହିଁ ପ୍ରଭୁଙ୍କର ପରିଚୟ ପାଏ। ଯିଏ ପ୍ରଭୁଙ୍କର ଲୋକମାନଙ୍କ ପ୍ରତି ତାଡନା କରେ, ପ୍ରଭୁଙ୍କ ବିରୁଦ୍ଧରେ ଯାଏ, ସେ ପ୍ରଭୁଙ୍କର ପରିଚୟ ପାଇଥାଏ। ଆଉ ଆମମାନଙ୍କର ହୃଦୟରେ ସେ ବିଶ୍ୱାସ ଜାଗ୍ରତ ହବାର ରହିଅଛି। ଆଉ ଯଦି ସେ ପ୍ରଭୁଙ୍କୁ ଅବମାନନା କରୁଅଛି, କାଲି ସେ ପ୍ରେମ କରିବ, କାଲି ସେ ସ୍ୱୀକାର କରିବ, ସେ ଅବନତ ହବ ମୋ ପ୍ରିୟ ମାନେ। ଆଉ ଏଥିପାଇଁ ଆମେ ପ୍ରାର୍ଥନା କରୁ, ସେଦିନ ତାର ଆଖିର ସେଇ ପରଳ ସେ ପଡିଯିବ, ସେ ଚକ୍ଷୁର ସେ ପରଳ ପଡିଯିବ, ସେ କାତି ଝଡି ଆସିବ ମୋ ପ୍ରିୟ ମାନେ। ଆମେ ପ୍ରାର୍ଥନା କରୁ, ନିବେଦନ କରୁ। ଆଉ ସେ କାତି ଯେତେବେଳେ ସେ ବାଇବେଲକୁ ତନ୍ନ କରି ଅଧ୍ୟୟନ କରିବ, ଆଉ ସେ ଯେତେବେଳେ ସେ ବାକ୍ୟ ମଧ୍ୟକୁ ଗତି କରିବ ମୋ ପ୍ରିୟ ମାନେ, ଆଉ ତାର ଆଖିର ସେଇ ଚକ୍ଷୁର ସେଇ ଯୋଉ କାତି ଲାଗିଛି ତାହା ଖସି ପଡିବ। ସେଇ ଦମିଶକ ପଥ, ସେଇ ଯାତ୍ରାର ପଥ, ସେଇ ନୂତନ ଦିଗନ୍ତର ପଥରେ ସେ ଅଗ୍ରସର ହବ। ପ୍ରଭୁ ସେଇ ପ୍ରକାର ଭାବରେ ତାକୁ ଆଶୀର୍ବାଦ କରନ୍ତୁ। ଆଜି ଆମେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ନିଜ ନିଜକୁ ବିଭୂଷିତ କରୁ, ସେଇ ନମ୍ରତା, ସେଇ ସାଧୁତା ଆମ ଜୀବନରେ ପ୍ରକାଶିତ ହଉ। ପ୍ରଭୁ ଆମମାନଙ୍କୁ ସେଇ ପ୍ରକାର ଭାବରେ ତାଙ୍କ ଦତ୍ତ ସମସ୍ତ ଗୁଣରେ ସୁସଜ୍ଜିତ ହବା ପାଇଁ ଇଚ୍ଛା କରୁଛନ୍ତି। କାରଣ ଆମର ଏଇ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ। ଯୋଉ ଶୟତାନର ଆଜି ଆଧିପତ୍ୟ ରହିଛି, ତାର ବିରୁଦ୍ଧରେ ଆମର ଯୁଦ୍ଧ। ଏଇ ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ ଆମର ଯୁଦ୍ଧ। ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କର ବିରୁଦ୍ଧରେ ଆମ ମାନଙ୍କର ଯୁଦ୍ଧ। ଏଇ ଯୁଦ୍ଧ ଏକ ସାଧାରଣ ଯୁଦ୍ଧ ନୁହେଁ,
ଆଜି ମିସାଇଲ ର ଯୁଦ୍ଧ ନୁହେଁ, ଆଜି ଯୁଦ୍ଧ ସବୁଆଡେ ଭୟଙ୍କର ଭାବରେ ଲାଗି ରହିଛି। ଆମେ ଦେଖୁଛୁ, ସବୁବେଳେ ଶୁଣୁଛୁ। ଆଉ ସେତେବେଳେ କଣ ହୁଏ, ମନରେ ଏକ ଆଶଙ୍କା ମଧ୍ୟ ଆମମାନଙ୍କ ଭିତରେ ଜାଗ୍ରତ ହୋଇଥାଏ ମୋ ପ୍ରିୟମାନେ। ସେ ମିସାଇଲ ଯୁଦ୍ଧରେ ଆମେ ନାହୁଁ। ଏଇ ଯୁଦ୍ଧ କେମିତି ଭାବରେ ଆମେ ବିଜୟୀ ହବୁ, ଏଇ ପୃଥିବୀକୁ ଜୟ କରିବୁ, ସେଇ ଚିନ୍ତାରେ ଆଜି ମନୁଷ୍ୟ କଣ କରୁଛି, ଅଗ୍ରଗତି କରୁଅଛି। ଜ୍ଞାନ ତାର, ପ୍ରଭୁ ତାକୁ ଜ୍ଞାନ ଦେଇଅଛନ୍ତି, ସେ ଜ୍ଞାନ କ୍ଷେତ୍ରରେ କେବଳ ସେ ବୃଦ୍ଧି ପ୍ରାପ୍ତ ହେଉଅଛି। ସାଧାରଣ ଅସ୍ତ୍ର ଶସ୍ତ୍ରରେ ସେ କଣ ହେଲା, ସୀମିତ ହେଲା ନାହିଁ। ସେ କଣ କଲା, ସେଇ ସବୁ ଜୟଲାଭ କରିବା ପାଇଁ ଆଉ ଅନ୍ୟମାନଙ୍କୁ ହତ୍ୟା କରି ଦେଶ ରାଜ୍ୟ ଜୟ କରିବା ପାଇଁ ସେ ଚିନ୍ତା କଲା। କିନ୍ତୁ ଆମମାନଙ୍କର ଯୁଦ୍ଧ ଭିନ୍ନ ପ୍ରକାର ଯୁଦ୍ଧ। ଏଇ ଯୁଦ୍ଧରେ ଆମମାନଙ୍କୁ ବିଜୟୀ ହେବାକୁ ହେବ। ଏଇ ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ ଆମର ଯେଉଁ ଯୁଦ୍ଧ, ତାହା ଆମେ ଏକା କରିପାରିବା ନାହିଁ। ଯେତେବେଳେ ପବିତ୍ର ଆତ୍ମା ମାନଙ୍କୁ ଶକ୍ତିଯୁକ୍ତ କରିବେ, ଯେତେବେଳେ ତାଙ୍କର ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପର ବିରୁଦ୍ଧରେ, ସେ ଅନ୍ଧକାରର ଶକ୍ତି ମାନଙ୍କ, ଅଧିପତି ମାନଙ୍କ ବିରୁଦ୍ଧରେ ଆମେ ଯୁଦ୍ଧ କରିବା, ସେଇ ସମୟରେ ପ୍ରଭୁ ଆମ ସହିତ ରହିବେ। ସେ ମିସାଇଲ, ସେ ନୂତନ ମିସାଇଲ ସେ ହେବେ। ଆମେ ଏମାନଙ୍କୁ ଧ୍ୱଂସ କରିବାର ଆମର କୌଣସି କ୍ଷମତା ନାହିଁ। ମାତ୍ର ପ୍ରଭୁ ଆମମାନଙ୍କୁ ସେ ଶକ୍ତିଯୁକ୍ତ କରିବେ, ତାଙ୍କର ମିସାଇଲ ସେ ପଠେଇବେ, ପଠେଇଛନ୍ତି, ଦେଇଅଛନ୍ତି। ଆମେ ବିଶ୍ୱାସ କରିବା, ଆମେ ଘୋଷଣା କରିବା, ଆଉ ତାହା ଏଇ ଜଗତର ସେଇ ମନ୍ଦ ଆତ୍ମା ମାନଙ୍କୁ ସେ କଣ କରିବ ନା, ସେ କଣ କରିବ ନା, ଯୁଦ୍ଧ କରିବ। ଆଉ ଶେଷରେ ବା ପଞ୍ଚମରେ ହେଲା, ରକ୍ଷା କରିବା ପାଇଁ ଆମମାନଙ୍କୁ ସେ ମନୋନୀତ କରିଅଛନ୍ତି। ଆମେ ପୃଥିବୀକୁ ସୁସଜ୍ଜିତ କରିବା, ଆଉ ଶେଷ କଥା ହେଲା, ପଞ୍ଚମରେ ଆମମାନଙ୍କୁ ତାକୁ ସୁରକ୍ଷିତ କରିବା ପାଇଁ। ରୋମୀ 8 ପର୍ବ ତାର 19-22 ପଦ ଯେତେବେଳେ ଆମେ ପଢୁ, ଆଉ ଏତେ ପଢିବାର ସମୟ ତ ଆମ ପାଖରେ ନାହିଁ। ସେ ଆମମାନଙ୍କର ରକ୍ଷାକର୍ତ୍ତା ଆମମାନଙ୍କୁ ଏକ ଗୌରବ ଜଳ ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଅଛନ୍ତି। ଆମମାନଙ୍କୁ ସାଧାରଣ ଜୀବନ ଦେବା ପାଇଁ ସେ ପ୍ରତିଜ୍ଞା କରିନାହାନ୍ତି, ମାତ୍ର ଏକ ଗୌରବ ଜଳ ଆଉ ସେ ଆମମାନଙ୍କୁ ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି। ଆଉ ଏଥିରୁ କେହି ଆମମାନଙ୍କୁ ବଞ୍ଚିତ କରିପାରିବ ନାହିଁ ମୋର ପ୍ରିୟମାନେ। ଆଜି ଯେଉଁମାନେ ତାଙ୍କ ନିକଟରେ ସମର୍ପିତ ଜୀବନ କାଟିଅଛୁ, ଆମର ଭବିଷ୍ୟତ ନିଶ୍ଚିତ ଭାବରେ ଗୌରବୋଜ୍ଜଳ। ଆମେ କେତେବେଳେ ଭାଙ୍ଗି ପଡିବା ନାହିଁ, କେତେବେଳେ ଆମେ ନିଜକୁ ଅବନତ କରିବା ନାହିଁ, ଆମେ ନିଜକୁ ଦୁଃଖ ଦେବା ନାହିଁ। ଆଉ ଯେତେବେଳେ ଆମେ ନିଜକୁ ନିଜେ ଦୁଃଖ ଦଉ, ପବିତ୍ର ଆତ୍ମା କଷ୍ଟ ପାଆନ୍ତି ମୋର ପ୍ରିୟମାନେ। ସେ ଆମ ସହିତ ରହିଅଛନ୍ତି, ସେ ଆମମାନଙ୍କୁ ଏକ ଗୌରବ ଜଳ ଭବିଷ୍ୟତ ଦେବା ପାଇଁ ସେ ପ୍ରତିଜ୍ଞା କରିଅଛନ୍ତି। ଆମେ ଯେତେବେଳେ ତାଙ୍କର ସୃଷ୍ଟିକୁ ରକ୍ଷା କରିବା, ତାଙ୍କର ଇଚ୍ଛା ସହିତରେ ଆମେ କାମ କରିବା, ସେତେବେଳେ ସେ କଣ କରିବେ ନା, ଆମମାନଙ୍କୁ ଆହୁରି ସୁନ୍ଦର, ଆହୁରି ଗୌରବ ଜଳ ଭବିଷ୍ୟତ ଦେବେ। କାରଣ ଲେଖାଯାଏ, ମୋ ବିଚାରରେ ଯେଉଁ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହବ, ତାହା ତୁଳନାରେ ଏଇ ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହୁଏ ନୁହେଁ। ପ୍ରେରିତ ପାଉଲ ଲେଖନ୍ତି, ଏ ବର୍ତ୍ତମାନ ସମୟର ଦୁଃଖ ଭୋଗ କିଛି ନୁହେଁ। ଆଉ ଦୁଃଖ ଆସିନାହିଁ ମୋର ପ୍ରିୟମାନେ, ଦୁଃଖ ଆହୁରି ଅଛି। ଆଉ ସେଇ ସମୟ ଆସିବ, ଆଉ ସେତେବେଳେ ଆମମାନଙ୍କୁ ଏହା ଘୋଷଣା କରିବାକୁ ପଡିବ, ଏଇ ଦୁଃଖ ଭୋଗ କିଛି ନୁହେଁ। ଆମମାନଙ୍କ ପ୍ରତି କଣ ହବ, ବର୍ତ୍ତମାନର ଦୁଃଖ ଭୋଗ କିଛି ନୁହେଁ। ଆମମାନେ ସେଇ ଗୌରବ ପାଇବା, ସେଇ ଆନନ୍ଦ ପାଇବା। ଆଉ ସୃଷ୍ଟିର 19 ପଦରେ ଲେଖା, ଯେ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱର ସନ୍ତାନ ମାନଙ୍କର ପ୍ରକାଶ ନିମନ୍ତେ ସେ କଣ କରୁଛନ୍ତି ନା, ଅପେକ୍ଷା କରିଅଛନ୍ତି। ଆହୁରି ଶସ୍ୟ ପ୍ରଚୁର ମୋର ପ୍ରିୟମାନେ, କିନ୍ତୁ କାର୍ଯ୍ୟକାରୀ ନାହାନ୍ତି, ଅଭାବ ଅଛି। ସେ ଅପେକ୍ଷା କରିଅଛନ୍ତି ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନ ମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା। କାରଣ ସୃଷ୍ଟି ଅସାରତାରେ ବଶୀଭୂତ ହେଲା, ତାର ନିଜର ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାକୁ ବଶୀଭୂତ କଲେ ତାହାଙ୍କ ଇଚ୍ଛାରେ। ସୃଷ୍ଟି କଣ ହେଲା ନା, ଅସାରତାର ବଶୀଭୂତ ହେଲା, ଅସାରତାର ବଶୀଭୂତ ହେଲା ନାଇଁ। ଆଉ କିନ୍ତୁ ପ୍ରଭୁ ଯେଉଁ ଆମମାନଙ୍କୁ ଯେ ଗୌରବମୟ ଭବିଷ୍ୟତ ଦେବାର ଯୋଉ ପ୍ରତିଜ୍ଞା କରିଅଛନ୍ତି, ତାହା ସେ କେବେ ବିଫଳ କରିବେ ନାହିଁ। ସୃଷ୍ଟି ଯଦିଓ ଅସାରତାରେ ବଶୀଭୂତ ହେଲା, ତାର ନିଜର ଇଚ୍ଛାରେ ନୁହେଁ, କିନ୍ତୁ ସେ ବଶୀଭୂତ କଲେ ତାହାଙ୍କ ଇଚ୍ଛାରୁ। ସୃଷ୍ଟି ନିଜେ ମଧ୍ୟ ଈଶ୍ୱର ସନ୍ତାନ ମାନଙ୍କ ପାଇଁ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ କରିବ। କ୍ଷୟର ଦାସତ୍ୱରୁ ସେ ଆମମାନଙ୍କୁ ମୁକ୍ତ କରିବେ। କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକ ସାଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ମାନେ ଜାଣୁ। ବ୍ୟଥିତ ହେଉଅଛି, ଯାହା ଧାର୍ମିକତାର ଆବାସ ସ୍ଥଳ,
धार्मिकतार आवास स्थल भाव से आम मान रखी अच्छा। आउ जेतेबेले आमे द्वितीय पितर ता 3 पर्व 13 पद देखु सेटा लेखा जाए आम्भे माने ताहांक प्रतिज्ञा अनुसारे नूतन आकाश मंडल नूतन पृथ्वी आम देखिबा पई आज से गौरवोज्वल भविष्य सेटा मोर प्रिय माने नूतन आकाश मंडल नूतन पृथ्वी आम मान को सुसज्जित होई अछि। आउ सेटा को जगह से जगह कौन अच्छी से धार्मिकतार आवास स्थल धार्मिकतार आवास स्थल से स्थान रे आम मान को रखिया पई से प्रतिज्ञा करी अछंती। से गौरवोज्वल भविष्य आम आगे अच्छी मोर प्रिय माने आउ तार अपेक्षा रे आज अच्छो आमे केमिति से गौरवोज्वल भविष्य प्राप्त हवा कि प्रकार आमे को से धार्मिकतार आवास स्थल रे कि पर अधिकारी हेई परिबा सेति पई आमे यत्न करू। प्रभु आम को विशेष भाव में आशीर्वाद करी जदियो जेतेबेले आमे आदि 3 पर्व 17 ରୁ 19 पद देखु मनुष्यर अबाध्यता आज्ञा लंघन जोगु कौन है समस्ते अभिशप्त हेले पृथ्वी अभिशप्त है माटी अभिशप्त है आउ नर अभिशप्त है नारी अभिशप्त है किंतु प्रभु कौन करती ना से अभिशाप मध्य आम मान निमंते से प्रचुर प्रचुर आशीर्वाद रखी अच्छा। आपण सृष्टि को से विनष्ट हवा को दियंती नहीं ताकू रक्षा करने चाहती आम माने निश्चित भाव में वाक्य मध्यम गति करियछु आ वाक्य आम मान को कथा कही अछि आउ शेष से कहउचंदी तुमको रक्षा करने पंचम से आम मान को चाहती से वाक्य माध्यम रे सुसज्जित करने को रक्षा करने को से आम मान को रक्षा करेंगे आमे तांकर सृष्टि को रक्षा करवा से जो आशा रखी अच्छा ताहा हमर जीवन द्वारा से प्रतिफलित हवा को चाहती आम मान को अनिंदनीय हवा को पड़िबो आम मान को जो तार आमे पढ़ुतिले द्वितीय अंश रे आउ आम मान को कौन हवा को पड़िबो ना आम माने सब बेले ताहांक साक्षात रे पवित्र अनिंदनीय हो एई जीवन र अपेक्षा से आम पई अछंती। जोसेफ को जीवन रे बाधा आसिला विघ्न आसिला समस्या आसिला किंतु से पवित्र अनिंदनीय जीवन क्षेपण कले मोर प्रिय माने आ तांको प्रभु मनोनीत कले तांकर से मनोनीत भाव तांको मनोनीत करी तांको तांकर ये भाव से प्रस्तुत कले तांको सहित रे रहिले आउ तांकर मनोनीत गोष्ठीर उद्धार आउ सुरक्षा पाए से तांको मनोनीत कले सेहीपरि दाऊदंको मध्य सेही प्रकार भाव में मनोनीत कले समस्या आसिला बाधा आसिला विघ्न आसिला आउ से सबु भितरे तांको प्रभुंकर सहित लागी रहिबा पई से आशीर्वाद कले तेणु से तांकर मनोनीत वंशर जातिर से कौन हेई पारले ना से तांकर तांको आगे नेबा पई से मनोनीत कले दाऊदंको मनोनीत कले उद्धार करिबा पई तांकर मनोनीत गोष्ठीर उद्धार करिबा पई दाऊदंको मध्य मनोनीत कले सेही प्रकार भाव में आमे मोसांको मनोनीत करिबार विषय मध्य देखिछु तांकर से मान को से पवित्र अनिंदनीय कले आ जो माने से प्रकार जीवन काटले तांको द्वारा मनोनीत कले तापरे सेथि पई आमे सब बेले এই 3টি विषय प्रति सचेतन हवा ताहले जे आमर जीवन पई जो 5टी उद्देश्य रहिछि ताहा सफल हबो आउ जगतर पतन पूर्व से आम मान को मनोनीत करिसंती आहा आमे विश्वास करिबा आउ ताको आमे विश्वास करिबा आउ काहे कि आमे मनोनीत हेउछु से विषय को आमे सचेतन हवा आउ मातांको उदररु से आम मान को पृथक करि अछंती आपणार अनुग्रह से आम को आह्वान कर प्रेरित पाउल जपरी कहले तांकर अनुग्रह से मते आह्वान कर आम को प्रत्येक को आह्वान कर आउ से आह्वान योग्य आचरण आम करवा आ पवित्र अनिंदनीय जीवन काटिबा आउ से आम मान को बाछिचंती बा मनोनयन करिसंती यह होची तांकर बदान्यता प्रथम करंती 1 पर्व 18 पदरे जेते ईश्वर ज्ञानी मान को लज्जा देबा पई मूर्ख विषय मान को मनोनीत करि अछंती आम मान को पई आम परि दुर्बल अयोग्य मान को मनोनीत करि अछंती जेतेबेले आ से आम मान को बाछिचंती आ से आम मान को तांकर पई व्यवहार हबा पई अपेक्षा करि अछंती आमे तांको पई व्यवहारत हो आ प्रभु आम मान को विशेष भाव में आशीर्वाद परंतु तांकर उद्देश्य हम प्रत्येक जीवन में सफल हो प्रभु ए वाक्य रे ए अल्प वाक्य रे आम मान को समस्त को आशीर्वाद करंतु आमर सृष्टिर उद्देश्य आमर जन्मर उद्देश्य आमर मनोनीत हबार उद्देश्य को आमे बुझी तांकर चरण तले आपण आपण को समर्पित करू प्रभु आम समस्त को आशीर्वाद करंतु आमेन। आम प्रार्थना करिबा प्रभु तुमे आम मान को मनोनीत करियछ सेथि में आमे तुमको धन्यवाद देउ।